ପୂର୍ବରୁ ତ ଗୋଟେ ଥିଲା ଡ୍ରାଇଭର ସାହେବ, ଏଇ ନିଶା ଖାଇ ଖାଇନ ଡ୍ରାଇଭର ମାନେ ତାକୁ ସେ ସାହେବକୁ ଉଡ଼େଇ ଦେଲେ ପୁରା। ମଝିରେ ଏମିତି ସିଚୁଏସନ୍ ଆସିଥିଲା, ଯଦି ମୁଁ ଡ୍ରାଇଭରଟେ ବୋଲି କହିବ ଝିଅ ମିଳିବନି ଆପଣଙ୍କୁ। ଆପଣଙ୍କ ଲୋକ ବି କିଛି କହୁଛନ୍ତି କି ଏଥିରେ ମେଣ୍ଡୁଲି ବାବୁ ତାଙ୍କ ଫାଇଦା ପାଇଁ ନିୟମ ନିହାତି ଭାବରେ ମୁଁ ମହାସଂଘର ଫାଇଦା ପାଇଁ କିଛି ବି କରିବି। 10 ଲକ୍ଷ ଡ୍ରାଇଭରଙ୍କଠୁ ଯଦି 20 ମାନେ 2 ହଜାର ପର ଡେ କମେଇ ପାରୁଛ, ସେ ଡ୍ରାଇଭରକୁ ବର୍ଷକୁ 2000ର ବ୍ୟବସ୍ଥା କାହିଁ କରିପାରିବନି। ଡ୍ରାଇଭର ଯଦି କୌଣସି ବ୍ୟକ୍ତିଙ୍କୁ ଦୁର୍ଘଟଣା କରୁଛନ୍ତି, ସେଇ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କର ସମସ୍ତ ଖର୍ଚ୍ଚ ଡ୍ରାଇଭର ବହନ କରିବ। ଏଥିରେ ଆପଣ ରାଜି ହେବେ? ଆଗାମୀ ଦିନରେ ଗାଡ଼ି କେହି ଚଲେଇବେନି। ବିଜେଡି, ବିଜେପି, କଂଗ୍ରେସ ଡ୍ରାଇଭର ସଂଘ କାହା ପାଇଁ ଭଲ? ଲଙ୍କାକୁ ଯିଏ ଗଲା ସବୁ ରାକ୍ଷା ସଇଲା। ମଝିରେ କଥା ଉଠିଲା କି ଆପଣଙ୍କୁ କିଏ ଜଣେ କୋଟି କୋଟି ଟଙ୍କା ଦେଇଛି, ଆପଣଙ୍କ ପରିବାର ଲୋକ ମଧ୍ୟ ସାମ୍ନାକୁ ଆସିଥିଲେ। କ'ଣ ଥିଲା ସେ ଘଟଣା ପ୍ରକୃତରେ? କେହି ମାନେ ଟଙ୍କାଟିଏ ତ ଦେବେନି, ମାନେ କହିବା ପାଇଁ, ବଦନାମ କରିବା ପାଇଁ ସମସ୍ତେ ଆସିବେ। ଇଲେକ୍ସନ ଲଢ଼ିବାକୁ କେବେ ଅଫର ଆସିଛି ଆପଣ? ଗତ ଥର ଆସିଥିଲା କିଛି ନୂଆ ପାର୍ଟିରୁ, ମାନେ ଯିଏ ଗାଡ଼ିରେ ଯାଇନି ସେ କିଛି ଜାଣିନି ଆଜ୍ଞା, ଖାଲି ଲୋକ ଦେଖୁଛନ୍ତି ଡ୍ରାଇଭରଟେ ଗଲା ମୋ ଦୁଆଟା ଯାଉଛି। ଦିନ ଥିଲା ମାତ୍ର 1500 ଟଙ୍କା ପାଇଁ ସେ ହାତରେ ସ୍କୁଲ ବହିକୁ ଛାଡ଼ି ଯାଇଥିଲେ ଡ୍ରାଇଭିଂ ଲାଇନକୁ ନିଜ ପରିବାରକୁ ପ୍ରତିପୋଷଣ କରିବା ପାଇଁ। ହେଲେ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ବି ସେ ଚ୍ୟାଲେଞ୍ଜ ଦେଉଛନ୍ତି। ପ୍ରଶାନ୍ତ ମେଣ୍ଡୁଲି ଗୋଟିଏ ଡାକରେ ଏକାଠି ହୋଇଯାନ୍ତି ହଜାର ହଜାର ସଂଖ୍ୟାରେ ଡ୍ରାଇଭର, ଆଉ ଗୋଟିଏ ଡାକରାରେ ଅଖଚକ ସବୁ ବନ୍ଦ। ନମସ୍କାର, ଜୟ ଜଗନ୍ନାଥ। ପ୍ରଶାନ୍ତ ମେଣ୍ଡୁଲି ବାବୁ, ଆପଣଙ୍କୁ ସ୍ୱାଗତ କରୁଛି ଧରିତ୍ରୀ ଲାଇଭକୁ। ନମସ୍କାର, ବହୁତ ଭଲ ଅଛି। ପ୍ରଶାନ୍ତ ମେଣ୍ଡୁଲି, ଆପଣଙ୍କ ପଛରେ କାହାର ହାତ ଅଛି? ଆପଣ ଏତେ ଯେଉଁ ସାହସ, ଯେତେବେଳେ ଆପଣଙ୍କ ପଛରେ ହଜାର ହଜାର ଡ୍ରାଇଭର ଥାଆନ୍ତି, ଆପଣ ଛାତି ଫୁଲେଇକି ଆଗକୁ ଆସନ୍ତି, ସାହସ ଆପଣଙ୍କୁ କାହା ପାଖରୁ ଆସେ? ଆପଣଙ୍କ ପଛରେ ବାସ୍ତବିକ ଭାବରେ କିଏ ଅଛି? ମୋ ପଛରେ ଯଦି କିଏ ଅଛି ତାହେଲେ କହିବାକୁ ଗଲେ ମୋ ଡ୍ରାଇଭର ଭାଇମାନେ। ମୁଁ ଯଦି ଆଜି ମାନେ କେଉଁଠି ଠିଆ ହେଇପାରୁଛି, କେଉଁଠି କିଛି କରିପାରୁଛି, ତାହେଲେ ଡ୍ରାଇଭର ଭାଇମାନଙ୍କ ପାଇଁ। ଡ୍ରାଇଭର ଭାଇମାନେ ମୋ ପଛରେ ଅଛନ୍ତି ବୋଲି ମୁଁ ଭୟ ମଧ୍ୟ କାହାକୁ କରେନି, କାରଣ ମୋ ପଛରେ ଲକ୍ଷ ଲକ୍ଷ ଡ୍ରାଇଭର ଭାଇମାନେ ଅଛନ୍ତି। ମୁଁ ତାଙ୍କ ପାଇଁ ଆଗକୁ ଲଢ଼ୁଛି, ତେଣୁକରି କୌଣସି ଜାଗା ନିର୍ଦ୍ୱନ୍ଦ୍ୱରେ ମୁଁ ଚାଲିଥାଏ ଆଗକୁ। କେତେ ସଂଖ୍ୟାରେ ଡ୍ରାଇଭର ଆପଣଙ୍କ ସହିତ ଏବେକା ଡେଟ୍ରେ ଆପଣଙ୍କ ସହିତ କେତେ ଜଣ ଡ୍ରାଇଭର ଭାଇ? ଆମ ସହିତ ପାଖାପାଖି 3.5 ଲକ୍ଷ ଡ୍ରାଇଭର ଭାଇ ବର୍ତ୍ତମାନ ଯୋଡ଼ି ହେଇକି ଅଛନ୍ତି, କିନ୍ତୁ ଆମ ସଂଘ ହିସାବରେ ଯଦି କହିବା ଆମର 2,60,000 ଖଣ୍ଡେ ରେଜିଷ୍ଟର୍ଡ ଅଲରେଡ଼ି ହେଇସାରିଲେଣି। ରେଜିଷ୍ଟର୍ଡ ବି ଚାଲିଛି ଆଗକୁ ଧୀରେ ଧୀରେ, ମାନେ ସମ୍ପୂର୍ଣ୍ଣ ଯେଉଁଟା କ୍ଲିଅର କହିହେବନି, କିନ୍ତୁ 3.5 ଲାକ୍ଷରୁ 4 ଲକ୍ଷ ନିହାତି ଭାବରେ ଆମ ସହିତ ଯୋଡ଼ି ହେଇକି ଅଛନ୍ତି। ମେଣ୍ଡୁଲି ବାବୁ, ଆମେ ପ୍ରଥମରୁ ଯିବା। ଯେତେବେଳେ ଆପଣ ଡ୍ରାଇଭିଂ ଲାଇନକୁ ଆସିଲେ, ଆପଣ ବି ବିଭିନ୍ନ ଗଣମାଧ୍ୟମରେ ବି କହିଛନ୍ତି କି ଆପଣ ଗୋଟିଏ 1500 ଟଙ୍କା ପାଇଁ ଆପଣଙ୍କ ଜୀବନ ବଦଳିଗଲା ଆଉ ଆପଣ ଡ୍ରାଇଭିଂ ଲାଇନକୁ ଆସିଲେ। କ'ଣ ଥିଲା ସେ ଘଟଣା ଆଜ୍ଞା? ସେତେବେଳେ 2005 ମସିହାର କଥା ଏଟା। ମୁଁ ମ୍ୟାଟ୍ରିକ୍ ଜଷ୍ଟ ପରୀକ୍ଷା ଦେଇ ସାରିଲି। ମାନେ ମୁଁ ଜାଣିଥିଲି ମୁଁ ତ ପାସ୍ କରିଯିବି ବୋଲିକି, କିନ୍ତୁ ଆମର ଘରର ପରିସ୍ଥିତି ଏମିତି କିଛି ଥିଲା, ଟିକେ ଗରିବ ପରିବାରରୁ ଯେହେତୁ ଆମେ ଥିଲୁ, ଆମକୁ 1500 ଟଙ୍କା ଭାରି କଷ୍ଟ ଥିଲା। ତ ମୋତେ ସେତେବେଳେ ଦରକାର ପଡ଼ୁଥିଲା। ମୁଁ ଟାର୍ଗେଟ୍ କରିଦେଇଥିଲି, ପରୀକ୍ଷା ଦେଇଛି ମାନେ ପାସ୍ କରିବି, କିଛି ଅସୁବିଧା ନାହିଁ, କିନ୍ତୁ କଲେଜରେ ନାଁ ଲେଖାଇବାକୁ ପଡ଼ିବ, ମୋତେ 1500 ଟଙ୍କା ଯେଉଁଠୁ ହେଲେ ଆଡ଼ଜଷ୍ଟ କରିବାକୁ ପଡ଼ିବ। ସେଇ 1500 ଟଙ୍କାର ପଛେ ଧାଇଁ ଧାଇଁ ମୁଁ ଆଜି ଡ୍ରାଇଭର ହେଇଛି। ପ୍ରଥମେ ବହୁତ ମାନେ ସେ ନାଁ ଲେଖାଇବା ପାଇଁ ପ୍ରଥମେ ମାଟି ବୋହିବା ପାଇଁ ଯାଇଛି, କେନାଲ କାମ ଚାଲିଥିଲା, କିନ୍ତୁ ପିଲା ସମୟ ଯେତେବେଳେ 15 ବର୍ଷ ମୋତେ ହେଉଥାଏ, ସେ କାମ ମଧ୍ୟ ହେଇପାରିଲାନି, ଦେହ ଖରାପ ହେଇଗଲା। ପରବର୍ତ୍ତୀ ମୁହୂର୍ତ୍ତରେ ଲୋକ କହିଲେ ଯେ ହେଲ୍ପରି ଗଲେ 800 ଟଙ୍କା ମିଳୁଛି। ସେଠି ଆମ ଗୋଟେ ମାନେ ଗୋଟେ ଡ୍ୟାମ୍ଟେ ତିଆରି ହେଉଥାଏ, ସେଠି କିଛି ଗାଡ଼ି ଲାଗିଥାଏ। ସେଠି ଯେତେବେଳେ ଜାଣିଲି ମୁଁ ଯେ ମାସକୁ 800 ଟଙ୍କା ଲେଖା ଦରମା, ମୁଁ ଟାର୍ଗେଟ୍ କରିନେଲି ଯେ 2 ମାସ ମୋ ପାଖରେ ସମୟ ଅଛି, 800 1600 ମିଳିଯିବ, ମାନେ 100 ମୋ ପାଖରେ ଉଛୁଳିଯିବ ଆହୁରି, କିନ୍ତୁ 1500 ଟଙ୍କାରେ ମୋ କାମ ହେଇଯିବ। ଚେଷ୍ଟା କରିଥିଲି, କିନ୍ତୁ ଭାଗ୍ୟ ଯୁଆଡ଼େ କୁଆଡ଼େ ନେଇଗଲା, ଯାହାକି ସମ୍ଭବ ହେଇପାରିଲାନି। ପ୍ରଥମ ବର୍ଷ ମୁଁ ନାଁ ଲେଖି 1500 ଟଙ୍କା ଆପଣ ରୋଜଗାର କଲେ, 1600 ଟଙ୍କା ତାପରେ ଆଡମିସନ କଲେ ନା ଡ୍ରାଇଭିଂ ଲାଇନ ଭଲ ଲାଗିଲା ଆପଣଙ୍କୁ? ଡ୍ରାଇଭିଂ ନାଇଁ, ଦେଖନ୍ତୁ ଆକ୍ଚୁଆଲି କ'ଣ ହେଲା, ଯେତେବେଳେ ମୁଁ ଗଲି, ମୁଁ 2 ମାସ ପରେ ଯେତେବେଳେ ମାଲିକ ଠାରେ ମୁଁ ନାଁ ଲେଖାଇବା ପାଇଁ ପଇସା ପତ୍ର ମାଗିଲି, ମୋତେ ଦେଲେନି ପଇସା। ଆକ୍ଚୁଆଲି ଯେହେତୁ ଛୋଟ ପିଲା ଥିଲି, ପଇସା ବି ଦେଲେନି, ମୋର କାନ୍ଦିବା ଛଡ଼ା ଆଉ କିଛି ରାସ୍ତା ନଥିଲା। ମୁଁ ତାପରେ ଯେତେବେଳେ ସେ ମ୍ୟାନେଜର ମାନେ ମୋତେ କିଛି ଦେଲେନି, ସହଯୋଗ କଲେନି, ମାଲିକ ପାଖକୁ ଯାଇ କନ୍ଦାରଡ଼ା କଲି ଯେ ମୋତେ ପଇସା ଦରକାର ଅଛି ବୋଲିକି। ସେମାନେ ଏମିତି କରୁ କରୁ ମୋତେ କିଛି ଦିନ ବିଳମ୍ବ କରିଦେଲେ, ମାନେ ଆଉ ମାସେ ଭାବନ୍ତୁ ବିଳମ୍ବ କରିଦେଲେ। ଆସିଲା ବେଳେ କଲେଜରେ ଆଉ ନାଁ ଲେଖାଇବା ପାଇଁ ମାନେ ସ୍ଥାନ ନାହିଁ ଆଉ। ତେଣୁକରି ଯେତେବେଳେ ନାଁ ଲେଖାଇ ପାରିଲିନି, ବହୁତ ଦୁଃଖ ଲାଗିଥିଲା, କାନ୍ଦାରଡ଼ା କରିଥିଲି ବି। ଘରେ ବି ମୋ ବଡ଼ ଭାଇ, ମା' ବାପା ସମସ୍ତେ ବୁଝେଇଥିଲେ, ଠିକ୍ ଅଛି ଏ ବର୍ଷ ହେଇପାରିଲାନି, ତୁ ତ ଭଲ ପଢ଼ୁଛୁ, ପଢ଼ିବୁ ନିହାତି ଭାବରେ, ଆଉ ଆମେ ବି ଚେଷ୍ଟା କରୁଛୁ, କିନ୍ତୁ ଆମ ଦ୍ୱାରା ତ ସକ୍ଷମ ହୋଇପାରୁନି। ତ ଘରେ କହିଲେ ଯେ ତୁ ନେକ୍ସଟ ବର୍ଷ ଲେଖିବୁ ନା। କିନ୍ତୁ ମୁଁ କ'ଣ କଲି, ଯେହେତୁ 2-3 ମାସ ରହିଯାଇଥିଲି ଗାଡ଼ିରେ, ଗାଡ଼ିର କିଛି ନଲେଜ ଆସିଯାଇଥିଲା,
ମୁଁ କହିଲି ଏଇ ବର୍ଷଟେ ପୁଣି କରିବି କ'ଣ, ଯାହା ହଉ ତ ଗୋଟେ କରିବ, ଗରିବ ପରିବାର ଯୁଆଡ଼େ ଗୋଟେ ଗାଈ ହେଲେ ବି ଚରାଇବାକୁ ପଡ଼ିବ। ତେଣୁକରି ଏଇଟା ହିଁ ଭଲ ଅଛି, ଗାଡ଼ିକୁ ପଳେଇବା, ଗାଡ଼ିରେ କମ୍ ସେ କମ୍ ବର୍ଷେ ରହିଯିବା, ପରବର୍ତ୍ତୀ ମୁହୂର୍ତ୍ତରେ ଦେଖିବା। ତ ପୁଣି ଯେଉଁ ପଳେଇ ଆଇଲି ଗାଡ଼ିକୁ, ଆଉ ବର୍ଷେ ପରେ ଆଉ ଇଚ୍ଛା ହେଲାନି ପଢ଼ିବା ପାଇଁ। ମାନେ ଏ ଲାଇନ୍ଟା ଗୋଟେ ଢୋକିଗଲି, ଗାଡ଼ି ଚଲେଇ ଜାଣିଲିଣି ବର୍ଷେ ପରେ ପରେ, ମାନେ ତାପରେ ଡ୍ରାଇଭର ଦୁନିଆକୁ ଯେଉଁଟାକି ପଳେଇ ଆସିଲି। ଆପଣ ଡ୍ରାଇଭର ହେଇଗଲେ, ଡ୍ରାଇଭରରୁ ଡ୍ରାଇଭର ମହାସଂଘର ସଭାପତି, ସେ ଯାତ୍ରା କେମିତି ଥିଲା? ଡ୍ରାଇଭରରୁ ଡ୍ରାଇଭର ସଂଘର ସଭାପତି ହେବାଟା ଆକ୍ଚୁଆଲି ଏଇଟା ତ ମାନେ ଖେଳ, ମାନେ ଭଗବାନଙ୍କର ନିହାତି ଭାବରେ। କାରଣ ମୁଁ ଗୋଟେ ସାଧାରଣ ଡ୍ରାଇଭିଂ ଯେଉଁ କରିଛି ମୁଁ 12-14 ବର୍ଷ, ତା ଭିତରେ ଯେତିକି ଅସୁବିଧା ଭୋଗିଛି, ଯେଉଁଟା ସମସ୍ୟା ଦେଖାଦେଇଛି, ଏସବୁ ବିଷୟ ପାଇଁ ଆମେ ଆକ୍ଚୁଆଲି ଆବାଜ ଉଠାଇବା ପାଇଁ ଯେତେବେଳେ ଚାହୁଁ, କେହି ନଥାନ୍ତି ପାଖରେ। ଜଣେ ଯଦି ଆବାଜ ଉଠାଇବା, କୌଣସି ଫାଇଦା ହେବନି, କେହି ଶୁଣିବେନି। ଏବଂ ଆମର ମୁଖ୍ୟ ଜିନିଷ ହେଉଛି କରୋନା ଯେତେବେଳେ ଆସିଲା 2019ରେ, ଆମକୁ ସିଏ ଶିଖେଇ ଦେଇଗଲା, ଶିକ୍ଷା ମଧ୍ୟ ଦେଇଗଲା। ଆଉ କରୋନାରୁ ହିଁ ଆମେ ମାନେ ସଂଘଟା ଯେଉଁଟା ଆମେ ଭାଇମାନେ ଆରମ୍ଭ କଲୁ। କାରଣ କରୋନାରେ ମୋତେ ବେଶୀ ଦୁଃଖ ଲାଗିଥିଲା ଯେ କରୋନା ଯୋଦ୍ଧାର 100% ହକଦାର ଆକ୍ଚୁଆଲି ଡ୍ରାଇଭର। ଅଲଗା ମାନେ ବି ଅଛନ୍ତି କରୋନା ଯୋଦ୍ଧା ହେବା ପାଇଁ, ଆମେ ଯାହାକୁ ସରକାର ଡିକ୍ଲେୟାର କରିଛନ୍ତି କରୋନା ଯୋଦ୍ଧା, ତାଙ୍କୁ ମାନେ ମନା କରୁନୁ, ସେଇଟା ଭୁଲ କରିଛନ୍ତି ସରକାର ବୋଲି। କିନ୍ତୁ ତା ସହିତ ଡ୍ରାଇଭର ମଧ୍ୟ ଯୋଡ଼ି ହେବା ନିହାତି ଆବଶ୍ୟକ ଥିଲା। କାରଣ କରୋନା ସମୟରେ ନିଜ ଜୀବନ ସହିତ ଖେଳିକିରି ଆମେ ଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ସେତେବେଳେ ବି ଧାଉଁଥିଲୁ, ପଛଘୁଞ୍ଚା ଦେଇନୁ। ହଟସ୍ପଟ୍ ଏରିଆ ଭୁବନେଶ୍ୱର କହିଲେ ମଧ୍ୟ ଗାଡ଼ି ନେଇକି ଆମେ ମାନେ ମେଡ଼ିସିନ ସାମାନ ହେଉ, ନୀତି ଆବଶ୍ୟକ ସାମଗ୍ରୀ ହେଉ, ସବୁ ନେଇକି ଯା ଆସ କଲୁ। ମାନେ ସମସ୍ତଙ୍କର ଜୀବନ ଅଛି, ସମସ୍ତେ ଘରୁ, ଯେଉଁ ପ୍ରଥମେ 22 ଦିନ ଲକଡାଉନ୍ ହୋଇଥିଲା, କେହି ଘରୁ ବାହାରିବା ପାଇଁ ବି ନାରାଜ। ମାନେ ପୁଅ ଦେହ ଖରାପ ହେଲେ ମାଆ ବି ପାଖକୁ ଯାଉନଥିଲା, ସେଇ ସିଚୁଏସନ୍। କିନ୍ତୁ ସେତେବେଳେ ଆମକୁ ଏକ ତ ଗରିବୀ ଖାଉଛି, ଆଉ ସେକେଣ୍ଡରେ ଆମେ ବି ଯଦି ପଛଘୁଞ୍ଚା ଦେଇଦେବୁ ଡ୍ରାଇଭର, ତାହେଲେ ପୁଣି ଦୁନିଆ ବି ଚାଲିବା ମୁସ୍କିଲ ହେଇଯିବ। କୌଣସି ଡ୍ରାଇଭର ଭାଇ ନିଜ ଜୀବନକୁ ଖାତିର ନ କରି ସମସ୍ତେ ସହଯୋଗ କରୁଛନ୍ତି। ତ ସରକାରଙ୍କ ତରଫରୁ ଯେଉଁ ସମ୍ମାନଟି ମିଳିବା କଥା, କିଛି ଆମକୁ ପଇସା ପତ୍ର ନ ଦିଅନ୍ତୁ, କିନ୍ତୁ ଯେଉଁ କରୋନା ଯୋଦ୍ଧାର ଯେଉଁ ଗୋଟେ ମିଳୁଥିଲା, ଆମକୁ ନିହାତି ଭାବରେ ସେଥିରେ ସମ୍ମାନଟି ମିଳିବା କଥା କରୋନା ଯୋଦ୍ଧାର। ଯେତେବେଳେ ମିଳିଲାନି, ଆମେ ଦେଖିଲୁ ସରକାର ସମସ୍ତଙ୍କୁ ସହଯୋଗ କରୁଛନ୍ତି, କିନ୍ତୁ ଡ୍ରାଇଭର ନାଁଟି କୁଆଡ଼େ ଆସୁନି, ରାସ୍ତାରେ ଖଟୁଛି ଡ୍ରାଇଭର। ତ ନିହାତି ଭାବରେ ସେତେବେଳେ ଦୁଃଖ ଲାଗିଥିଲା। ଆଉ ଆକ୍ଚୁଆଲି ଆମ ପ୍ରତି ଅନ୍ୟାୟ କାହିଁକି ହେଉଛି ଗୋଟେ ମନରେ ଆସିଥିଲା। କିଛି ଭାଇମାନେ ଆମେ ଆଲୋଚନା କରିଥିଲୁ, କ'ଣ ଏମିତି ସମସ୍ୟା ହେଲା ଯେ ଆମକୁ କାହିଁକି ଦେଖୁନାହାନ୍ତି, ସତରେ କ'ଣ ଆମେ ଭୁଲ କରୁଛେ, ଆମେ କାମ କରୁଛେ, ଜନସାଧାରଣଙ୍କୁ ସେବାରେ ଲାଗୁଛେ, କରୋନା ଯୋଦ୍ଧାର ଏତେ ହକଦାର ହେଇକି ମଧ୍ୟ ଆମକୁ ମିଳିଲାନି। ସେତେବେଳେ ଦୁଃଖ ଲାଗିଥିଲା। ଆଉ ନିହାତି ଭାବରେ ଆମେ ସେତେବେଳେ ବିଚାର କରିଥିଲୁ ଯେ ଆମେ ଏକା ଏକା ଲଢ଼ୁଛେ ବା ଏକା ଏକା ଆବାଜ ଉଠାଉଛେ, ତାହା ପହଞ୍ଚି ପାରୁନି କାହା ପାଖକୁ। ଆମେ ଯଦି ଏକତ୍ରିତ ହେବା ହୁଏତ ସମ୍ଭବ, କିନ୍ତୁ ସେତେବେଳେ ଏହା ମଧ୍ୟ ସମ୍ଭବ ନଥିଲା କି ଡ୍ରାଇଭରମାନଙ୍କୁ ଏକଜୁଟ କରିବାଟା ଗୋଟେ ଅସମ୍ଭବ କାର୍ଯ୍ୟ ନିହାତି ଭାବରେ ଥିଲା। କେମିତି କଲେ, ସମସ୍ତଙ୍କୁ କେମିତି ଏକାଠି କଲେ? ନିହାତି ଭାବରେ ଶୋଷ ସମସ୍ତଙ୍କୁ ହେଉଥିଲା, ପାଣି ସମସ୍ତେ ଖୋଜୁଥିଲେ, କିନ୍ତୁ ପାଣି ପାଇପାରୁନଥିଲେ, ପାଖାପାଖି ସେଇ ଟାଇପ୍ର କଥା। ମାନେ ସମସ୍ତ ଡ୍ରାଇଭର ଭାଇମାନେ ଚାହୁଁଥିଲେ ତାଙ୍କ ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଲଢ଼େଇ ହେଉ ବା କିଏ ଗୋଟେ ଆଗକୁ ଆସୁ, କିନ୍ତୁ ସେତେବେଳେ ସମସ୍ତେ ସାହସ କରିକି ଆଗକୁ ଆସିପାରୁନଥିଲେ। ବା ଆଜିର ସମୟରେ ଟିକେ ବଦଳିଲାନି, କିନ୍ତୁ ସେତେବେଳେ କେହି ବାହାରୁ ନଥିଲେ କି ଏସବୁ ଜିନିଷରେ ଯାଉନଥିଲେ। ଯେତେବେଳେ ଆମେ ନୂଆ ନୂଆ ଆରମ୍ଭ କଲୁ ସଂଗଠନଟି, ସେତେବେଳେ ବି ବହୁତ କଷ୍ଟ କରିବାକୁ ପଡ଼ିଛି ଆମକୁ। ଏକ ତ କରୋନା ଟାଇମ୍, ମିଟିଂ ବି କେଉଁଠି କରିପାରିବନି। ତାପରେ ଗୋଟି ଗୋଟିକିରି ଡ୍ରାଇଭରଙ୍କ ପାଖକୁ ପହଞ୍ଚୁ, ଆମେ ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁ। ମୁଁ ତ ଗାଡ଼ି ଚଲାଇଲା ସମୟରେ ଯେଉଁ ଡ୍ରାଇଭରକୁ ଭେଟିବି ତାକୁ ମାନେ ଅନୁରୋଧ କରେ, ଭାଇ ସଂଘରେ ମିଶ, ଏମିତି କର ସେମିତି କର। ବହୁତ ଲୋକ ମୋତେ ଗାଳି ବି କରିଛନ୍ତି ଯେ ପୂର୍ବରୁ ଆମେ ଯେତେ ସଂଗଠନ କରିଛୁ ସବୁଥିରେ ପଇସା ଆମଠୁ ଖାଇ ଦେଇଛନ୍ତି। କିଏ କୁହେ ମୁଁ 3ଟା ସଂଘ ଆଗରୁ କରିଥିଲି, ମୋ ପଇସା ସବୁ ଖାଇଗଲେ, ତୁ ବି 4 ନମ୍ବର ଆସିଛୁ, କିଛି ଖାଇକି ପଳେଇବୁ ବୋଲିକି। ତ ଏମିତି ବି କୁହନ୍ତି, ଗାଳି ବି କରନ୍ତି। ତଥାପି ତାକୁ ସହି ସହି କରି ଗୋଟେ ପରେ ଗୋଟେ ଡ୍ରାଇଭର ଭାଇଙ୍କୁ ଯୋଡ଼ିବା ପାଇଁ ଚେଷ୍ଟା ଚଲେଇଥିଲୁ। ପରବର୍ତ୍ତୀ ମୁହୂର୍ତ୍ତରେ ମାନେ ଯେତେବେଳେ ଆମର ଛେଣ୍ଡିପଦାର ଜଣେ ଭାଇଙ୍କୁ କ୍ୟାନ୍ସର ହେଇଯାଇଥିଲା, ଗୋଟେ ଡ୍ରାଇଭର ଭାଇଙ୍କୁ, ସେତେବେଳେ ବି ଆମେ ଯେହେତୁ ଭାବିଲୁ ଡ୍ରାଇଭର ଗୋଟେ ଲକ୍ଷ ଲକ୍ଷ ଟଙ୍କା ପାଇବ କେଉଁଠୁ, କିଛି ଚେଷ୍ଟା କରୁ ଆମ ତରଫରୁ ଆମେ ଦେବା ପାଇଁ। ସବୁ ଡ୍ରାଇଭର ଭାଇମାନେ କଲେକ୍ସନ୍ କରିଥିଲୁ, ତାଙ୍କୁ ସହଯୋଗ କିଛି ଦିଆଯାଇଥିଲା, ହୁଏତ ସେ ବଞ୍ଚି ପାରିନଥିଲେ ପରବର୍ତ୍ତୀ ମୁହୂର୍ତ୍ତରେ। ଏମିତି ହେଇକି ଡ୍ରାଇଭରମାନେ ଯେଉଁ ବିଭିନ୍ନ ସମସ୍ୟାରେ ବି ରାସ୍ତାରେ ପଡ଼ନ୍ତି, ତାଙ୍କ ପାଖକୁ ବି ପହଞ୍ଚି ଯାଉ ସାହାଯ୍ୟ କରିବା ପାଇଁ। ଧୀରେ ଧୀରେ ନିହାତି ଭାବରେ ସମସ୍ତେ ବିଶ୍ୱାସ ମଧ୍ୟ କଲେ ଏବଂ ଯେଉଁ ଆମର ଏକତାର ହେଲେ ଆମେ କ'ଣ ଫାଇଦା ମିଳିବ ତାହା ବୁଝିପାରିଲେ ଡ୍ରାଇଭର ଭାଇମାନେ, ତାହା ହେଉଛି ବଡ଼ କଥା। ତେବେ ଯେତେବେଳେ ଆପଣଙ୍କର ସଂଘଟି ଯେତେବେଳେ ସଂଗଠିତ ହେଇଗଲା, ଯେତେବେଳେ ଆପଣଙ୍କ ପାଖରେ ଲକ୍ଷ ଲକ୍ଷ ଡ୍ରାଇଭର ଆସିକି ଏକତ୍ରିତ ହେଲା, ତାପରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ମଧ୍ୟ ବିଭିନ୍ନ ସମୟରେ ଦେଖିଛେ ଆମେ। ତ ଗତ ଥର ଯେଉଁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆପଣ କରିଥିଲେ, କାହାକୁ ଛାଡ଼ୁନଥିଲେ ଆପଣ କିଛି ଦିନ ଧରିକି? ସେତେବେଳେ ସାଧାରଣ ଲୋକ ମଧ୍ୟ ଅଭିଯୋଗ କରିଥିଲେ, ଗଣମାଧ୍ୟମ ସାମ୍ନାକୁ ଆସିଥିଲେ, ଅନେକ କିଛି। କିନ୍ତୁ ତାପରେ ଯେତେବେଳେ କଂଗ୍ରେସ ଯେତେବେଳେ ବନ୍ଦ ଡାକରା ଦେଇଥିଲା, ସେତେବେଳେ ଆପଣ ନିର୍ଦ୍ଦେଶ ଦେଇଥିଲେ କି କଂଗ୍ରେସ ଗାଡ଼ିକୁ କେବଳ ଛଡ଼ାଯିବ। ଅଭିଯୋଗ ଆସିଥିଲା କି ଏଥିରେ କିଛି କାରବାର ଅଛି ନା କିଛି ଚାପ ବାସ୍ତବିକ ଭାବରେ ଥିଲା ଏଥିରେ? ନାଇଁ, ସେଥିରେ ଆକ୍ଚୁଆଲି କ'ଣ ହେଇଛି,
କହିବାକୁ ଗଲେ ଆନ୍ଦୋଳନଟା ଯେହେତୁ ଲଙ୍ଗ୍ ଟାଇମ୍ ଏଥର ଆମେ 2023ରେ ଯେଉଁ ଆନ୍ଦୋଳନଟା କରିଥିଲୁ ସେତେବେଳେ ଆମେ କାହାକୁ ଛାଡ଼ୁନଥିଲୁ, ବାଇକ୍ ଫାଇକ୍ କେବଳ ଛାଡ଼ି ଦେଉଥିଲୁ, କାହାକୁ ଛଡ଼ା ଯାଉନଥିଲା। ଏଥର କିନ୍ତୁ ଆନ୍ଦୋଳନ ଅଲଗା ପ୍ରକାର ହେଇଥିଲା। ଏଥର ଆମେ ଚଲେଇବୁନି, କିଏ ଚଲାଉଛି ଚଲାଉ, ଆମେ ଚଲେଇବୁନି। ହଁ, କିନ୍ତୁ ଯେଉଁ ଡ୍ରାଇଭର ଭାଇଟି ଯାଉଛି, ଯଦି ଆମେ ଏଠି ମାନେ ହଜାରେ ଡ୍ରାଇଭର ବସିଛୁ ଆମ ପେଟ ପାଟଣା ପାଇଁ ବା ଅଧିକାର ପାଇଁ, ଆଉ ଗୋଟେ ଡ୍ରାଇଭର ଗାଡ଼ି ନେଇକି ଯାଉଛି, ନିହାତି ଦୁଃଖ ଲାଗିବ। ଆମେ ତାଙ୍କୁ ବି ଅଲଗା କିଛି ନ କହି ମୁଣ୍ଡିଆ ମାରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି ଯେ ଯେଉଁ ଡ୍ରାଇଭର ଗାଡ଼ି ନେଇକି ଯାଉଛି ତାକୁ ମୁଣ୍ଡିଆ ଗୋଟେ ଗୋଟେ ମାର, ସବୁ ଡ୍ରାଇଭର, ଅଲଗା ତ ଆମେ କିଛି କରିପାରିବାନି। ମାନେ ଏଥର ଆମେ କାହାକୁ ଅଟକେଇନୁ, କୌଣସି ଗାଡ଼ିକୁ ଅଟକେଇନୁ। ନିହାତି ଭାବରେ ତାହା ଭୁଲ ସୂଚନା ଯେ ଆମେ ଗାଡ଼ି ଅଟକେଇଛୁ ବୋଲିକି। ଯେଉଁଦିନ ଆମେ କଂଗ୍ରେସର ଗାଡ଼ି ଛାଡ଼ିବା ପାଇଁ ମୁଁ କହିଥିଲି ସେଦିନ ଥିଲା 10 ତାରିଖ। 10 ତାରିଖ ରାତି, ମାନେ 11 ତାରିଖ ଯେହେତୁ ତାଙ୍କ ପ୍ରୋଗ୍ରାମ୍ ଥିଲା, ମୋତେ ତ ସେମାନେ ଆଗରୁ ଜଣେଇଥିଲେ, ମୁଁ ସେ କଥା ପରେ କହିବି। କିନ୍ତୁ 10 ତାରିଖ ଦିନ ଦିନବେଳା ମୁଁ ଗୋଟେ ଲାଇଭ୍ ଆସିଥିଲି, 1 ବଜେ ଆଡ଼େ ହେବ, ଯେଉଁ କାନ୍ଦିକିରି ଯେଉଁ ଭିଡ଼ିଓଟା ଆସିଛି ସେଇଟା ହେଉଛି 10 ତାରିଖ ଦିନ ଦିନବେଳାର ଭିଡ଼ିଓ। ମୁଁ ଦିନବେଳା ସ୍ପଷ୍ଟ କରିଥିଲି, ସମସ୍ତ ଭାଇମାନଙ୍କୁ ଖବର ଦେଇଥିଲି ଯେ ଆମେ ଆଜି ଯେଉଁ କାଁ ଭାଁ ବି କାହାକୁ ଅଟକେଇ ଦେଉଛେ, 10 ମିନିଟ୍ 20 ମିନିଟ୍ ଲେଖା ଯେଉଁ ଗାଡ଼ି ଗୁଡ଼ାକ ଅଟକେଇ ଦେଉଛେ, ଆଜିଠୁ ଆଉ କାହାକୁ ଅଟକେଇବାନି। ଯାହାର ଇଚ୍ଛା ହେଉଛି ବସୁ, ଯାହାର ଇଚ୍ଛା ହେଉଛି ଗାଡ଼ି ଚଲାଅ। ଆମେ ଆମ ଅଧିକାର ପାଇଁ ବସିଛେ, ଆମେ କିନ୍ତୁ ବସିବା। ଯେଉଁ ଭାଇମାନେ ସହଯୋଗ କରିବେ ବସନ୍ତୁ, ଏହା ନିର୍ଦ୍ଦେଶ ଥିଲା। ଆଉ କ'ଣ ହେଲା, ମୋତେ ଯେହେତୁ କଂଗ୍ରେସ ପାର୍ଟିବାଲା, ଆମେ ଯେତେବେଳେ 7 ତାରିଖରୁ 8 ତାରିଖ ଆନ୍ଦୋଳନ ହେବ, ମୋତେ 7 ତାରିଖରୁ କହିଲେଣି ଯେ ବାବୁ 11 ତାରିଖରେ ଆମ ପ୍ରୋଗ୍ରାମ୍ ଅଛି, ତୁମେ ତା ଭିତରେ ଷ୍ଟ୍ରାଇକ୍ଟାକୁ ବନ୍ଦ କରିବ। ମୁଁ ବି ତାଙ୍କୁ କହିଥିଲି ଯେ ଆଜ୍ଞା ଆମର 8 ତାରିଖରୁ ଆମେ ଆରମ୍ଭ କରିବୁ, ମାନେ 8, 9, 10 3 ଦିନ ହେଲାଣି। ଆମେ ବିଗତ ଦିନରେ 3 ଦିନ ଆନ୍ଦୋଳନ କରିଥିଲୁ, ଓଡ଼ିଶା ପୁରା ଠପ୍ ହେଇଯାଇଥିଲା, ବହୁତ କିଛି ହଇରାଣ ହେଇଯାଇଥିଲେ ଲୋକ। ଏଥର ଆମକୁ 3 ଦିନ କରିବାକୁ ପଡ଼ିବନି ଆଜ୍ଞା, ଏଥର ଆହୁ କମ୍ ଦିନରେ, ଯେହେତୁ ସରକାର ଜାଣିଛନ୍ତି, ମୋହନ ସରକାର ଆମ ସପକ୍ଷରେ କିଛି କହିଛନ୍ତି ମଧ୍ୟ, ତ ଏଥର ଏତେ ଦିନ ଯିବନି। ଯେହେତୁ ଗଲାଥର ଲୋକ ହଇରାଣ ହେଇଛନ୍ତି, ସରକାର ଏମିତି କରେଇ ଦେବେନି, ନିହାତି ତା ପୂର୍ବରୁ ଯାହା ବ୍ୟବସ୍ଥା କରିବେ ଏଇ ଆଶାରେ ଆମେ ଥିଲୁ। କିନ୍ତୁ ଯେତେବେଳେ ଜିନିଷଟା ହେଲାନି, ମାନେ ସମାଧାନ ହେଇପାରିଲାନି, 10 ତାରିଖ ଆସିଗଲା। ସେମାନେ ମୋତେ 10 ତାରିଖ ଦିନ ରାତି 10ଟା ପର୍ଯ୍ୟନ୍ତ ବହୁତ ପ୍ରେସର କରିଛନ୍ତି। ପ୍ରେସର ମାନେ କ'ଣ, ସେମାନେ ଏତିକି କୁହନ୍ତି ଭାଇ କାଲି ତୁମେ ଷ୍ଟ୍ରାଇକ୍ଟା ବନ୍ଦ କରିଦିଅ, ଆଉ ପରଦିନଠୁ କର। ମୁଁ କହିଲି ସେମିତି ବନ୍ଦ କରିକି ପୁଣି ଥରେ ଚଲେଇ ହେବନି। ହଁ, ଆମେ ଛାଡ଼ି ଦେଉଛୁ ସମସ୍ତଙ୍କୁ, ଆପଣଙ୍କୁ ବି ଛାଡ଼ିଦେବୁ, କିଛି ଆବଶ୍ୟକତା ନାହିଁ। କୌଣସି ମୁଁ ନ୍ୟୁଜ୍ ଦେବା କି ଭିଡ଼ିଓ କରିବା କିଛି ଆବଶ୍ୟକତା ନାହିଁ। କୌଣସି ଗାଡ଼ି ଆପଣଙ୍କର ଗାଡ଼ିକୁ ଅଟକା ଯିବନି ବୋଲି ତାଙ୍କୁ ସ୍ପଷ୍ଟ କରିଥିଲି ପୂର୍ବରୁ। ଯେ ଆମେ ପ୍ରଥମେ ତ କହିଥିଲି 10 ତାରିଖରୁ ଆମେ ଆଉ ନଥିବ ଆନ୍ଦୋଳନ, କିନ୍ତୁ ଯେତେବେଳେ ମଜବୁରି ଆନ୍ଦୋଳନ ରଖିବାକୁ ପଡ଼ିଲା ସେତେବେଳେ ମୁଁ ତାଙ୍କୁ ଜଣେଇଥିଲି ଯେ ଗାଡ଼ି ଦିନ 1 ବଜେ ମୁଁ ଡିକ୍ଲେୟାର ଦେଇଥିଲି ଅଲରେଡ଼ି, କାହାରି ଗାଡ଼ିକୁ ଆମେ ଅଟକାଇବାନି, ଆଉ ମୁଣ୍ଡିଆ ମାରିବାର ବି ଆବଶ୍ୟକ ନାହିଁ। ଭଲ ଭାବରେ ଯାହାର ଇଚ୍ଛା ହେଉଛି ଗାଡ଼ି ଚଲାଉ, ଯାହାର ଇଚ୍ଛା ନାହିଁ ସିଏ ବସି ରହୁ, ଏମିତି କହିଥିଲି। ତେଣୁକରି ଆମେ କାହାରି ଗାଡ଼ିକୁ ଅଟକାଉ ହିଁ ନଥିଲୁ। କିନ୍ତୁ କ'ଣ ହେଲା, ଏମାନେ ମୋତେ ବହୁତ ପ୍ରେସର କଲେ, ଯେଉଁଟା ଆମ କଂଗ୍ରେସ ନେତାମାନେ ବି। କାରଣ ମୋତେ ସେମାନେ ସନ୍ଧ୍ୟା ସମୟରେ କହିଲେ ଯେମିତି ହଉ ତୁମେ ଡିକ୍ଲେୟାର ଦିଅ, ଆମ ଗାଡ଼ି ଗୁଡ଼ାକ ଯେମିତି ନ ଛେକନ୍ତି, ଗାଡ଼ି ଗୁଡ଼ାକ ଯେମିତି ଆସିପାରିବ। ମୁଁ ସେତେବେଳେ ତାଙ୍କୁ ଅଟକେଇଥିଲି 10:30 ହେଇଯାଇଥିଲା। ମୋ ଭିଡ଼ିଓଟା 10:30 ବଜେ ହିଁ ଦେଇଥିଲି। ରାତି 10 ବଜେ ମୋତେ ଫୋନ୍ ଆସିଲା ଯେ ମୁଁ ମନା କରିଛି ସମସ୍ତ ଭାଇମାନଙ୍କୁ ଗାଡ଼ି ଅଟକେଇବୁନି କାହାରି ବୋଲିକି, କିନ୍ତୁ ଏମାନେ ଜୟପୁରରେ ଗାଡ଼ି ଅଟକେଇ ଦେଇଛନ୍ତି, କଂଗ୍ରେସ ଗାଡ଼ି। ମୋତେ ଯେତେବେଳେ ଫୋନ୍ ଆସିଲା ଜୟପୁରରେ ଗାଡ଼ି ଅଟକେଇ ଦେଇଛନ୍ତି, ଭାଇ ତୁମକୁ ଏତେ ଦିନ କହିଲୁଣି, ଆଉ ତା ପୂର୍ବରୁ ବି ସମସ୍ତେ ଭିଡ଼ିଓ ବନେଇଥିଲେ, ନ୍ୟୁଜ୍ରେ ମଧ୍ୟ କହିଥିଲେ, ଅନୁରୋଧ କରିଥିଲେ ଆମକୁ, ଆମେ ଦେଖିଛୁ। ତ ଏମାନେ ମୋତେ ଟିକେ ଗାଳି ଟାଇପ୍ର, ମାନେ ରାଗେଇକି କହିଲେ ଯେ ତୁମକୁ ଏତେ ଦିନ କହିଲା ପରେ ମଧ୍ୟ ତୁମେ ଆମକୁ ହଇରାଣ କଲ, ଆମେ ତୁମର କ'ଣ କଲୁ, ଇଏ କଲୁ ସିଏ କଲୁ। ଆଉ ଜିନିଷଟା ଏମିତି ନଥିଲା ଯେ ମୁଁ ତାଙ୍କୁ କହିଲି ଗୋଟେ ଗାଡ଼ି ତ ମୁଁ କହିଦେଉଛି, ଆପଣଙ୍କ ଗାଡ଼ି ଯୁଆଡ଼େ ଯିବ ମୋତେ କୁହନ୍ତୁ, ମୁଁ କହିଦେବି ସେ ଜାଗାରେ ଛାଡ଼ିଦେବେ, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ସିଏ ମୋତେ କହିଲେ ଭାଇ 314 ବ୍ଲକରୁ ଗାଡ଼ି ବାହାରିବ। ମାନେ 314 ବ୍ଲକକୁ ଫୋନ୍ରେ ଆଉ କଣ୍ଟ୍ରୋଲ କରିବା ସମ୍ଭବ ନୁହଁ। ଆଉ ଗୋଟେ ଜିନିଷ କ୍ଲିଅର କରିବା ପାଇଁ କହିବି ଯେ ଏଇ ଆମ ଆନ୍ଦୋଳନ ସମୟରେ ଯିଏ ବି ଅସୁବିଧାରେ ପଡ଼ୁ, ଯଦି ଧରନ୍ତୁ ଭଦ୍ରକରୁ ଗୋଟେ ଆସିଥିଲା ପୁରୀ ସ୍ୱର୍ଗଦ୍ୱାର, ସେ ଆମ୍ବୁଲାନ୍ସ ଆଣିଲା, ତାଙ୍କୁ ଛାଡ଼ିଦେଲା, ଆମ୍ବୁଲାନ୍ସ ଚାଲିଗଲା, ସେଇ ଲୋକ ଆଉ ଯିବା ପାଇଁ ଗାଡ଼ି ପାଇଲାନି। ସେମାନେ ମୋ ନମ୍ବର କଲେକ୍ସନ୍ କରିକି ମୋତେ ଫୋନ୍ କଲେ ଯେ ଭାଇ ଆମେ ଏମିତି ଅସୁବିଧାରେ ପଡ଼ିଗଲୁ। ମୁଁ ତାଙ୍କୁ ବି ଭିଡ଼ିଓଟେ ଦେଇଥିଲି ଯେ ଭାଇ ଏମାନେ ଅସୁବିଧାରେ ପଡ଼ିଛନ୍ତି, ଏମାନେ ଯେଉଁ ଗାଡ଼ିରେ ଯାଉଛନ୍ତି ଆଙ୍କ ଗାଡ଼ିଟାକୁ ଛାଡ଼ି ଦିଅ। ଗୋଟେ ଝିଅ ନେଇକି ଛାଡ଼ି ଯାଉଥିଲେ କେନ୍ଦୁଝରରୁ, ତାଙ୍କୁ ମାନେ ମ୍ୟାରେଜ୍ କାଲି ସରିଛି, ଆଜି ଆମ ଷ୍ଟ୍ରାଇକ୍ ଚାଲିଛି, ଏମାନେ ଝିଅକୁ ଛାଡ଼ିଲେନି, ଆଉ ବରପିଲା ପଳେଇଲାଣି, ଝିଅ ଯାଇପାରୁନି। ତେଣୁକରି ମୁଁ ସେଠି ବି ଭିଡ଼ିଓ ଦେଇଥିଲି, ତ ଆପଣ ଯେତେ ବାଟ ଯାଉଛନ୍ତି ଏଇ ଭିଡ଼ିଓ ଦେଖେଇଯିବେ। ମୁଁ ସେଠି ବି କହିଥିଲି ଭାଇମାନେ ବାହାଘର ଜୀବନରେ ଥରେ ହୁଏ, ଆମେ ତ ଷ୍ଟ୍ରାଇକ୍ଟା କରୁଛେ, ତାଙ୍କର ବାହାଘରଟା ସରିଯାଏ, ଝିଅକୁ ଛାଡ଼ି ଦିଅନ୍ତୁ, କମ୍ ସେ କମ୍ ତାଙ୍କ ଗାଡ଼ି ଯାଇ ଦିଅନ୍ତୁ। ଏମିତି ସମସ୍ତଙ୍କୁ ଭିଡ଼ିଓ ଦେଇଛି। ଆଉ ମୋତେ ବି ଜଣା ନଥିଲା ଯେ ଏମିତିଆ ଭାଇରାଲ୍ ହେଇଯିବ, ଆଉ ଏମିତି ମାନେ ରାଜନୀତିର କିଛି ପଡ଼ିଯିବ ପ୍ରଭାବ ଆମ ସଂଘ ଭିତରେ, ତାହା ଚିନ୍ତା ନଥିଲା। କିନ୍ତୁ ଯେତେବେଳେ ମଜବୁର ହେଇଗଲି ମୁଁ 10:30 ବଜେ ଯେ ଗାଡ଼ି ଅଟକେଇ ଦେଉଛନ୍ତି ପିଲା, ମୋର ଆଉ ବୁଦ୍ଧି ବଣା, ମାନେ ଏପଟୁ ପ୍ରେସରାଇଜ୍ ବି ବହୁତ, ଆପଣଙ୍କୁ ଅନୁରୋଧ କଲୁଣି ଆପଣ ଛାଡ଼ୁନାହାନ୍ତି, ମାନେ ଏପଟେ ସରକାର ବି ଦାୟୀ ପୂରଣ କରିବି କହିକି କରୁନାହାନ୍ତି।
ମାନେ ଆମେ ବି ଜାଣିବାକୁ ପାଇଲୁ ଯେ ଯଦି ଆମେ ନ ଛାଡ଼ୁଛୁ ଆମ ଝଗଡ଼ା ହେବ ହିଁ ହେବ। ଆକ୍ଚୁଆଲି ଯେଉଁଟା ଲୋକ ଭାବୁଛନ୍ତି କି କଂଗ୍ରେସ ସହିତ ମିଶିଗଲା, କିଛି ଲୋକ କହୁଛନ୍ତି ପଇସା ଖାଇଦେଲା, ତାହା ନୁହଁ। ମୁଁ ଆଉ ମାନେ ଆମର ମେଣ୍ଡୁଲି ବାବୁ ଆପଣଙ୍କର କିଛି ଆପଣଙ୍କ ଲୋକ ବି କିଛି କହୁଛନ୍ତି କି ଏଥିରେ ମେଣ୍ଡୁଲି ବାବୁ ତାଙ୍କ ଫାଇଦା ପାଇଁ ନିୟମକୁ ନିହାତି ସେଦିନ ଭାବରେ କୋହଳ କଲେ। ନିହାତି ଭାବରେ କଣ ସେ ମାନେ ଫାଇଦା ମୋ ଥିଲା? ନିଜର ଫାଇଦା ନୁହଁ। ମୁଁ ମହାସଂଘ ଏକ, ମୁଁ ମହାସଂଘର ଫାଇଦା ପାଇଁ କିଛି ବି କରିବି। କଣ ଡ୍ରାଇଭର ଫାଇଦା ମାନଙ୍କୁ ହେଲା ତାପରେ? ଦେଖନ୍ତୁ ଆଜ୍ଞା, ଯଦି ସେଦିନ ଆମ ଭିତରେ ଝଗଡ଼ା ହେଇଥାନ୍ତା, ଯଦି ଏମାନଙ୍କୁ ଛାଡ଼ି ନଥାନ୍ତା, ଆମ ପିଲା ବି ହିଟ୍ ହେଇଯାଇଥିଲେ ନା 3 ଦିନ ହେଲାଣି। ମାନେ ପିଲା ବି କହୁଛନ୍ତି ଯେ ଆମେ ଛାଡ଼ିବୁନି ବୋଲିକି। ମୁଁ ଯଦି ଭିଡ଼ିଓଟା ଦେଇନଥାନ୍ତି ଆମ ପିଲା ତାଙ୍କ ଗାଡ଼ିକୁ ଅଟକେଇଥାନ୍ତେ, ଆମ ଭିତରେ ଝଗଡ଼ା ଗୋଟେ ହେଇଥାନ୍ତା, ଆମେ ସେଦିନ ରାତି ମାଡ଼ପିଟ ହେଇଥାନ୍ତୁ। ତା ପରଦିନ ସକାଳୁ ଆମକୁ ଗୋଟେ ମାଓବାଦୀ ଭଳିଆ କାର୍ଯ୍ୟ କରୁଛନ୍ତି, ମାନେ ପିଟାମରା କରୁଛନ୍ତି, ରାସ୍ତାରେ ଅରାଜକତା ଫେଲ୍ ହେଉଛନ୍ତି ବୋଲି ଆମକୁ ଆରେଷ୍ଟ କରିଥାନ୍ତେ। ଆଉ କଂଗ୍ରେସ ସହିତ ବି ଆମ ଝଗଡ଼ାଟା ହେଇଥାନ୍ତା। ଗୋଟେ ନ୍ୟାସନାଲ୍ ପାର୍ଟି ଭାଇ, ସେମାନେ ଯଦି ତାଙ୍କର ଅଟକାଇବାର ଅଛି ସେମାନେ ଅଟକାନ୍ତୁ, ଆମେ କାହିଁ ସେ ମଝିରେ ପଡ଼ିଯିବୁ। ଆମେ ରାଜନୀତିରୁ ମହାସଂଘକୁ ବହୁତ ଦୂରରେ ରଖିଛୁ, ଆମେ ମଧ୍ୟ ବହୁତ ଦୂରରେ ଅଛୁ ରାଜନୀତିରୁ। କାଲି ମାନେ ଲୋକଙ୍କୁ କ'ଣ ଚିନ୍ତା କରିବେ କ'ଣ କହିବେ ତାହା ମାନେ କିଛି ଜରୁରୀ ନୁହଁ। ଆମେ ଆମ ସଂଘକୁ ବଞ୍ଚାଇବା ପାଇଁ, ଆମେ ଆମ ପିଲା ଆର ଦିନ ଆରେଷ୍ଟ ହେଇଥାନ୍ତେ, ଆମେ କଂଗ୍ରେସ ସହିତ ଝଗଡ଼ା ହେଇଥାନ୍ତୁ, ଆମକୁ ମାନେ ଏଇ ସରକାର ହିଁ ମାନେ କହିଥାନ୍ତେ ଯେ ଏଗୁଡ଼ା ଡ୍ରାଇଭର ନାଁରେ ଆସିକି ଝଗଡ଼ା କରୁଛନ୍ତି, ରାସ୍ତାରେ ମାନେ ହିଂସାତ୍ମକ ଆଚରଣ କରୁଛନ୍ତି କହିକି ଆର ଦିନ ଆମ ଆନ୍ଦୋଳନଟା ବି ଭଣ୍ଡୁର ହେଇଯାଇଥାନ୍ତା, ମାନେ ସେ ଦାବି ବି ପୂରଣ ହେଇଥାନ୍ତା, କିଛି ହେଇନଥାନ୍ତା। ତେଣୁକରି ଆମେ ଦେଖିଲୁ କାହା ସହିତ ଲାଗି କିଛି ଫାଇଦା ନାହିଁ, ଆମେ ତ ସେମିତି କାହାରି ଗାଡ଼ି ଅଟକାଉନାହୁଁ, ଆଙ୍କ ଗାଡ଼ି ହେଲେ କାହିଁକି ଅଟକାଇବା ଯେ। ଆଉ ମୁଁ ମାନେ ଏ ଭିଡ଼ିଓକୁ ଏତେ ଗୁରୁତ୍ୱ ଦେଇନଥିଲି, ତେଣୁକରି ଗୋଟେ ହାଲକା ହିସାବରେ ଗାଡ଼ି ଗୁଡ଼ାକ ଛାଡ଼ିଦିଅ। ଆମର ତ ଅଲରେଡ଼ି ଆମେ ଦିନ ବେଳୁ ଡିକ୍ଲେୟାର ଦେଇସାରିଛୁ ଯେ ସମସ୍ତ ଗାଡ଼ି ଛାଡ଼ିବା, କାହାକୁ ଅଟକାଇବାନି ବୋଲିକି। ପୁଣି ଆଙ୍କୁ ହେଲେ କାହିଁ ଅଟକାଇବା? ଯେତେବେଳେ ଆମ ପିଲା ଭୁଲ କରିଦେଲେ, ଅଟକେଇ ଦେଲେ, ମୁଁ ବାଧ୍ୟ ହେଲି ଭିଡ଼ିଓ ଦେବା ପାଇଁ। ୟା ପରେ ବି ରାହୁଲ ଗାନ୍ଧୀଙ୍କ ପକ୍ଷରୁ ମଧ୍ୟ ସମର୍ଥନ ଆପଣଙ୍କୁ ଆସିଥିଲା। ସମର୍ଥନ ପାଇଁ ଆପଣ କୋହଳ କଲେ ନା ଆପଣ କୋହଳ କଲେ ବୋଲି ସେ ସମର୍ଥନ କଲେ? ମୋତେ ଲାଗୁଛି ଯେହେତୁ ତାଙ୍କର ମିଟିଂଟା, ଯଦି ଆମେ ଯେମିତି ଷ୍ଟ୍ରାଇକ୍ ଚଲେଇଥିଲୁ, ଯଦି ଆମେ ଛାଡ଼ି ନଥାନ୍ତୁ ସେଦିନ, ଯଦି ଆମେ ରଖିଦେଇଥାନ୍ତୁ, ହୁଏତ ତାଙ୍କର ମିଟିଂଟା ବି ହେଇପାରିନଥାନ୍ତା। ମୁଁ ତାଙ୍କ ମିଟିଂ ପାଇଁ ଆମର କିଛି ଦରଦ ନାହିଁ, ତାଙ୍କର ମିଟିଂ ହେଉ ନ ହେଉ ଆମର କିଛି ଯାଏ ଆସେ ନାହିଁ, କିନ୍ତୁ ଆମେ ମଧ୍ୟ ଅସୁବିଧାରେ ପଡ଼ିଯାଇଥାନ୍ତୁ। ତେଣୁକରି ଯେତେବେଳେ ଆମେ ଛାଡ଼ିଛୁ, କଥାଟି ଟିକେ ଡିକ୍ଲାର୍ଡ ହେଇଛି, ଟିକେ ହାଇଲାଇଟ୍ ହେଇଛି, ତ ରାହୁଲ ଗାନ୍ଧୀଙ୍କ କାନରେ ମଧ୍ୟ ପଡ଼ିଥାଇପାରେ। ନିହାତି ଭାବରେ ସିଏ ବି ଯେଉଁ ଆମେ ଛାଡ଼ିଛୁ ସେଥିପାଇଁ ଆମ ବିଷୟରେ ଦୀପକ କହିଲେ। ମେଣ୍ଡୁଲି ବାବୁ ଏତେ ଥର ଆପଣ ଷ୍ଟ୍ରାଇକ୍ କରୁଛନ୍ତି, ବିଭିନ୍ନ ଲୋକ ଆପଣଙ୍କର ଆସୁଛନ୍ତି, ବହୁତ ପଇସା ତ ଖର୍ଚ୍ଚ ହେଉଥିବ। ନିହାତି। ପଇସା ଆସୁଛି କୋଉଠୁ? ଦେଖନ୍ତୁ, ପଇସାଟା ଆମର ହେଉଛି ଯେତେ ଡ୍ରାଇଭର ଆମ ସହିତ ଅଛନ୍ତି ଆଜ୍ଞା, ଯେମିତି ନେତା ମନ୍ତ୍ରୀଙ୍କର ଯଦି ମିଟିଂଟିଏ ହେବ, ତାଙ୍କୁ ପେଟ୍ରୋଲ ଖର୍ଚ୍ଚା ବି ଦେବାକୁ ପଡ଼ିବ, ମାଂସ ଫାଂସ ଖାଇବେ ସେଟା ବି ମାନେ ଖର୍ଚ୍ଚା ବି ଦେବାକୁ ପଡ଼ିବ। କିନ୍ତୁ ଆମର ସିଷ୍ଟମ୍ ଅଲଗା। ଆମର ଥିରେ କୌଣସି, ଆମେ ତ ନେତା ନୁହଁ, ଆମେ ତ ଗୋଟେ ଭିକାରୀ, ଆମେ କେଉଁଠୁ ଦେବୁ? ଏଇଟା ସବୁ ମାନେ ଯେଉଁ ଡ୍ରାଇଭର ତା ଅଣ୍ଟରୁ ଯେଉଁ ଯେତେ ଡ୍ରାଇଭର ଭାଇ ଆମର ସହିତ ସାମିଲ ଅଛନ୍ତି ସମସ୍ତଙ୍କର ସହଯୋଗରେ ସବୁ କାମ ହୁଏ। ମାନେ ଆମର ସିଷ୍ଟମ୍ କରିଦିଆଯାଏ, କେତେ ଟଙ୍କା ଲେଖା ପଡ଼ିଲା, 10 ଟଙ୍କା ଲେଖା, ସବୁ ପିଲା 10 ଟଙ୍କା ଲେଖା ଦେବେ। ପଇସାର କିଛି ଯଦି ଆବଶ୍ୟକ ପଡ଼ିଲା, ଆମେ ଭଏସ୍ ପିନ୍ ବି ମାରିଦେବୁ, ଭାଇ ଆମକୁ ଏଇ କାର୍ଯ୍ୟ କରିବାର ଅଛି, ପଇସା ଦରକାର, ପିଲାମାନେ ଦେବେ, ମାନେ ନିଜ ହାତରୁ ଆଜ୍ଞା, ଡ୍ରାଇଭରମାନଙ୍କ ପକେଟର ପଇସା। ସଭାପତି ହିସାବରେ ଆପଣଙ୍କର କିଛି ବଡ଼ ଆମାଉଣ୍ଟ ଥାଏ? କିଛି ନାହିଁ ଆଜ୍ଞା, ଖାଲି ବଦନାମ ଯାକ ବୋହିଛି, ଅନ୍ୟ କିଛି ନାହିଁ। ଆଉ ମୋର ମାନେ ମୁଁ ଗର୍ବ କରେ, ଆଉ ମୋତେ ଭଲ ଲାଗେ ଏଇ ଜିନିଷଟା। ଠିକ୍ ଅଛି, ମୁଁ ପାଉଣା କିଛି ନେଇପାରିନି, କାହିଁକି ନେଇପାରିନି? ଆମେ ବ୍ୟବସ୍ଥା ଆମେ କରିନୁ। ଆମେ ପ୍ରଥମରୁ ଯେତେବେଳେ ସଂଗଠନଟା କରିଥିଲୁ, ବିନା ମୂଲ୍ୟରେ ଭାଇ ଆମେ ଏକାଠି ହେବା ବୋଲି ଗୋଟେ କହିଥିଲୁ। ତେଣୁକରି ଆମେ ଏଯାଏଁ କିଛି ନେଇନୁ। ହଁ, ବର୍ତ୍ତମାନ କିନ୍ତୁ ସିଷ୍ଟମ୍ ଆରମ୍ଭ କଲୁଣି। ଆଗାମୀ ସମୟରେ 20-30 ହଜାର ନେବି, ମୋତେ ଦେବେ, ମାନେ ବ୍ୟବସ୍ଥା କରାହେଲାଣି। ତେବେ ଆପଣ ଯେତେବେଳେ ପ୍ରୋଟେଷ୍ଟ କରୁଛନ୍ତି ମେଣ୍ଡୁଲି ବାବୁ, ସେତେବେଳେ ବହୁତ ସାଧାରଣ ଲୋକ ରାସ୍ତାରେ ଯାତାୟାତ କରିପାରୁନାହାନ୍ତି। କାହାର କେଉଁ ଅସୁବିଧା, ଯଦି ଆପଣ ପର୍ସନାଲି ବି, ସେ ଆପଣ ଯେମିତି କହିଲେ କି ସେ ଯେଉଁ ବାହାଘର ଘଟଣା, ଆପଣ ଯଦି ପର୍ସନାଲି ନ ଭେଟିଥାନ୍ତେ ସେ ବି ହଇରାଣ ହେଇଥାନ୍ତେ। ହେଇଥାନ୍ତେ। ତେଣୁ ଆପଣଙ୍କୁ ଲାଗେନି ପ୍ରୋଟେଷ୍ଟ ଆପଣ ଯେତେବେଳେ କରନ୍ତି, ଯେତେବେଳେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ହୁଏ, ସେତେବେଳେ ସାଧାରଣ ଲୋକ ପ୍ରଭାବିତ ହୁଅନ୍ତି ବୋଲି ଲାଗେନି ଆପଣ? ନିହାତି ସେଟା ପ୍ରଭାବିତ ହୁଅନ୍ତି। କିନ୍ତୁ ଦେଖନ୍ତୁ, ଆମେ କିଛି ଜିନିଷ ଜାଣିଲେ ମଧ୍ୟ, କଷ୍ଟ ହେଲେ ମଧ୍ୟ ବାଧ୍ୟ କରିବା ପାଇଁ, କାରଣ ଆମ ପାଖରେ ବି ତ କିଛି ରାସ୍ତା ନାହିଁ ଯେ ସରକାରଙ୍କୁ ଆମ ଯେଉଁ ଦୁଃଖ ଜଣାଇବା ପାଇଁ। ଭାରତରେ ଯେଉଁ ନିୟମ ବିଧି ଅଛି ସେଇ ନିୟମ ବିଧି ଭିତରେ ଆମକୁ ଯିବାକୁ ପଡ଼ିବ, ଅଲଗା କିଛି ଆମେ କରିପାରିବାନି। ତେଣୁକରି ପ୍ରୋଟେଷ୍ଟ କରିବା ଛଡ଼ା ଆଉ କ'ଣ ହେଲେ ରାସ୍ତା ଅଛି? କିନ୍ତୁ ଆମେ ଚାହୁଁନୁ, ଆମେ ପ୍ରତ୍ୟେକ ସମୟରେ ଜନସାଧାରଣଙ୍କୁ ଦେଖିଛୁ। ମାନେ ଦେଖନ୍ତୁ, ଆରଥର ଯେତେବେଳେ ଷ୍ଟେରିଂ ଛାଡ଼ ଆନ୍ଦୋଳନ କରିଥିଲୁ, ମେଟ୍ରିକ୍ ପରୀକ୍ଷା ଚାଲିଥିଲା, ଆମେ ଗ୍ୟାରେଣ୍ଟି ଦେଇଥିଲୁ କୌଣସି ପିଲାର ପରୀକ୍ଷା ବନ୍ଦ ହେବ ନାହିଁ। ପିଲାକୁ ଯଦି ଗାଡ଼ି ନ ଛଡ଼ାଗଲା, ପିଲାକୁ ନେଇକି ପହଞ୍ଚାଇ ଦେବୁ ସ୍କୁଲରେ।
ଯଦି କେଉଁ ମାନେ ରୋଗୀକୁ କେଉଁ ଗାଡ଼ି ନେଇକି ଆସୁଛି ତାକୁ ବି ବୋହିକି ନେଇଯିବେ ଆମ ପିଲା। ତେଣୁକରି ଜନସାଧାରଣଙ୍କୁ ହଇରାଣ କରିବାର ଉଦ୍ଦେଶ୍ୟ ନାହିଁ, କିନ୍ତୁ ଆମେ ବାଧ୍ୟ ସେଇ ଜିନିଷ କରିବା ପାଇଁ, ନହେଲେ ସରକାର ଶୁଣିବେନି। ସରକାରକୁ ଉଠାଇବା ପାଇଁ ଆଉ କ'ଣ ରାସ୍ତା ଅଛି? ତଥାପି ଆମେ ଶାନ୍ତିରେ ଭଲରେ କରିବା ପାଇଁ ଚେଷ୍ଟା କରୁ। ଆଉ ଗୋଟେ ଜିନିଷ ଆପଣ ଜାଣିଥିବେ, ଆମେ ହଇରାଣ କରୁଛୁ ଲୋକମାନଙ୍କୁ, ଆମକୁ ଦୁଃଖ ଲାଗୁଛି, ଆମେ ମାନେ ହଇରାଣ କରିବା କଥା ନୁହଁ ସମସ୍ତେ କହିବେ, କିନ୍ତୁ ଆଉ ଗୋଟେ ଜିନିଷ ଧ୍ୟାନ ଦେବେ, ଭାରତରେ ଯଦି ଯେତେବେଳେ ଯାହାକୁ ଯାହା ଦରକାର ହେଇଥାଏ, କାହା ଗାଁର ରାସ୍ତା ଭାଙ୍ଗିଗଲା, କାହା ଗାଁର ନଳକୂପ ଖରାପ ହେଇଗଲା, ଯାହା ବି ହଉ, ଲୋକ କେଉଁଠିକି ଯାଆନ୍ତି ଆଜ୍ଞା? ରାଜରାସ୍ତାକୁ ଯାଆନ୍ତି। ସେଠି କିଛି କାହାକୁ କହିବେନି, କିଛି ନଥିବ, ଆଗରୁ କାହାକୁ କିଛି ସୂଚନା ନଥିବ, ଡାଇରେକ୍ଟ ଷ୍ଟ୍ରାଇକ୍ କରିଦିଅନ୍ତି। ତାଙ୍କ ଗାଁର ନଳକୂପ ଖରାପ ହେଲା, ସେମାନେ ଷ୍ଟ୍ରାଇକ୍ କରନ୍ତୁ ନ କରନ୍ତୁ, ଆମର କିଛି ଯାଏ ଆସେ ନାହିଁ। କିନ୍ତୁ ଭାବନ୍ତୁ, ଗୋଟେ ଡ୍ରାଇଭର ସେତେବେଳେ ଭୋକ ଉପାସରେ ସେ ତା ବାଟରେ ଯାଉଥିବ, ତାକୁ ସେଠି ଅଟକେଇ ଦିଆଯିବ। ନା ସେଠି ପାଣିର ବ୍ୟବସ୍ଥା ଥିବ, ନା ସେଠି ଖାଇବାର ବ୍ୟବସ୍ଥା ଥିବ, ନା ସେଠି ଲାଟ୍ରିନ୍ରେ ଯିବାର ବ୍ୟବସ୍ଥା ଥିବ। ମାନେ ସେଇଟା କେମିତି ଗୋଟେ ଅଧିକାର? ଦେଖନ୍ତୁ, ଏଇଠି ଆମେ କାହାକୁ ହଇରାଣ କରିବୁ, ହଇରାଣ କରିବାଟା ଖରାପ, କିନ୍ତୁ ଆମକୁ ଜୋର ଜବରଦସ୍ତି ହଇରାଣ କରିଦିଆଯିବ। ସରକାର ସେ ସିଷ୍ଟମଟାକୁ ବି ବଦଳାଇବା କଥା। ଯଦି ତୁମର କେଉଁ ମନ୍ତ୍ରୀ ମାନୁନି, ତାଙ୍କ ଘରକୁ ଯାଅ। ଯଦି କେଉଁ ଅଫିସର କାମ କରୁନି, ତାଙ୍କ ଘରକୁ ଯାଅ। ରାସ୍ତାକୁ ଆସିଲେ ଡ୍ରାଇଭରକୁ ମାନେ ଭୋକରେ ରଖିଦେଲ, ହଁ ଡ୍ରାଇଭରଙ୍କ ପାଇଁ ବ୍ୟବସ୍ଥା କରନ, ଖାଇବା ପିଇବା ରେଡ଼ି କରିଦିଅ, ଆମେ ରହିବୁ, ମାଲିକର ଗାଡ଼ି ଠିଆ କରିଦେବୁ, ରାଜରାସ୍ତାରେ ଠିଆ ହେବୁ। କିନ୍ତୁ ଆମେ କେଉଁ ମୁଡ଼ରେ ଯାଉଛୁ, କେମିତି ଅବସ୍ଥାରେ ଯାଉଛୁ, ଖାଇଛୁ ଆମର ତ ପ୍ରଥମ କଥା, ଆମେ ଗାଧୋଇବା ଖାଇବା ଏସବୁ ଜିନିଷର ଠିକ୍ ଠିକଣା ନଥାଏ, ଶୋଇବାର ମଧ୍ୟ। ଆମେ ସେଇ କଷ୍ଟରେ ଯାଉଥିବୁ, ଆମକୁ ଅଟକେଇ ଦିଆଯିବ। ଏଇ ଯେଉଁ ବ୍ୟବସ୍ଥାଟି ଅଛି, ଏଇଟା ବି ଗୋଟେ ଦୁଃଖଦାୟକ ବ୍ୟବସ୍ଥା, କାରଣ ଆମେ ଦୋଷୀ ନଥାଉ ସେଠି କିଛି, କିନ୍ତୁ ଆମେ କଷ୍ଟଟା ଆମେ ପାଉ। ପ୍ରମୁଖ ଦାବି ଗୁଡ଼ିକ କ'ଣ ଆପଣଙ୍କ? ପ୍ରଥମ କଥା ତ ହେଉଛି, ଆପଣ ଜାଣିଥିବେ ଡ୍ରାଇଭିଂ ଲାଇନ୍ରେ ନା ଗାଧା ଠିକ୍ ଅଛି, ନା ଖାଇବା ଠିକ୍ ଅଛି, ନା କୌଣସି ଜିନିଷର ଟାଇମ୍ ଟେବୁଲ୍ ନାହିଁ। ଆଜି ପାଇଲେ ଖାଇବୁ, ନହେଲେ ନାହିଁ ମଧ୍ୟ। ଖରା ବର୍ଷା ଶୀତ କାହାରି ଖାତିର ନାହିଁ। ଖରାରେ ବି ଖଟୁଥିବୁ, ବର୍ଷାରେ ବି ଖଟୁଥିବୁ, ଶୀତରେ ବି ଖଟୁଥିବୁ। ତ ଦେଖନ୍ତୁ, ଆମେ ଗୋଟେ ସାଧାରଣ ମଣିଷ ହିସାବରେ ଯଦି ଆଜି ଭୁବନେଶ୍ୱରରେ ପାଣି ପିଉଛେ, କାଲି ଯଦି ଯାଇକି ବରଗଡ଼ରେ ପାଣି ପିଇଦେବା, ଆପଣଙ୍କର ଦେହ ଖରାପ ହେଇଯିବ। କିନ୍ତୁ ଗୋଟେ ଦିନ ପାଇଁ, କିନ୍ତୁ ଆମେ ସବୁଦିନିଆ କାମ, ଆମେ ଆଜି ଯଦି ସକାଳ ଜଳଖିଆ ଯଦି ଭୁବନେଶ୍ୱରରେ କରିଛୁ, ଦରକାର ପଡ଼ିଲେ କଲିକତାରେ ଯାଇକି ବେଳାରଖିଆ ଖାଇବୁ। ମାନେ ଆଜି ଏଇଠି ଗାଧେଇଛୁ, କାଲି କେଉଁଠି ଗାଧେଇବୁ କି ନ ଗାଧେଇବୁ ବି 2 ଦିନ, ତାର ଠିକ୍ ଠିକଣା ନାହିଁ। ତ ଯେତେବେଳେ 60 ବର୍ଷ ଆମକୁ ହେଲାବେଳେ, ପ୍ରଥମ କଥା ଆଉ ଗୋଟେ ଯେଉଁ ରହୁଛି, ଗାଡ଼ି ଯେହେତୁ ରନିଂ ସବୁବେଳେ ରହିଲା, ଗାଡ଼ି ଡେଇଁବ ସବୁବେଳେ ଆଜ୍ଞା। ଗାଡ଼ି ଡେଇଁଲେ ଆପଣଙ୍କର ଯେଉଁ ମାନେ ଅଣ୍ଟାର ଯେଉଁ ଆମର ସ୍ପାଇନାଲ୍ କର୍ଡ଼, ଇ ଏରିଆ ଆପଣଙ୍କୁ ବହୁତ ଦୁଃଖ ଦେବ। ମୋର ବି ତାହା ହେଇଯାଇଛି ଅଲରେଡ଼ି, ଅଣ୍ଟାର ସମସ୍ୟା ଆସିଯିବ। ଏବଂ ଯେହେତୁ ଆପଣ ଗାଧୋଉନଥିବେ ଠିକ୍ସେ, ଖାଉନଥିବେ ଠିକ୍ସେ, ଶୋଉନଥିବେ ଠିକ୍ସେ, ଆପଣ 2 ଦିନ ନ ଶୋଇଲେ ଆପଣଙ୍କୁ ରୋଗଟେ ମାଡ଼ି ବସିବ। କିନ୍ତୁ ଡ୍ରାଇଭର ଗୋଟେ ମାନେ ନ ଶୋଇକି କେତେ ଦିନ ଚାଲିବ ଆଜ୍ଞା? 60 ବର୍ଷ ହେଲାଣି। ଆଉ 60 ବର୍ଷ ପରେ ଯେତେବେଳେ ସେ ବୁଢ଼ା ହେଇଯାଉଛି, ତାଠୁ ତୁମେ ଲାଇସେନ୍ସଟା ନେଇଗଲ, ସେ ଚଲେଇ ପାରୁ ନ ଚଲେଇ ପାରୁ, ତାଠୁ ଲାଇସେନ୍ସଟା ନେଇଗଲ, ସିଏ ବର୍ତ୍ତମାନ କରିବ କ'ଣ 60 ବର୍ଷ ପରେ? ଏମିତି ତ ଦରମା ନାହିଁ ଯେ ଲକ୍ଷ ଲକ୍ଷ ଟଙ୍କା ମିଳୁନି ଯେ ଡ୍ରାଇଭର ସବୁ ଗଦେଇ ଦେଇଥିବ, 60 ବର୍ଷ ପରେ ଖାଇବ। 60 ବର୍ଷ ହେଲା, ମୁଁ ବୁଢ଼ା ହେଲି, ଯେତେବେଳେ ଅପାରଙ୍ଗ ହେଲି, ସେତେବେଳେ ମୋଠୁ ଲାଇସେନ୍ସଟା ନେଇଗଲ, ମୁଁ ଚଳିବି କେମିତି? ଏଇଠି ଅଟକାଇବା ପାଇଁ ଚାହିଁବି, ଯେତେବେଳେ ଆପଣଙ୍କର ଗୋଟେ ପ୍ରମୁଖ ଦାବି ଥିଲା ପେନସନ୍ କଥା। ଯଦି ଏତେ ଡ୍ରାଇଭର, ଏତେ ସଂଖ୍ୟକ ଅଛନ୍ତି, ଆପଣଙ୍କ ସହିତ 3.5 ଲକ୍ଷ ଡ୍ରାଇଭର ଅଛନ୍ତି, ଯଦି ପେନସନ୍ ସମସ୍ତଙ୍କ ପାଇଁ ଲାଗୁ କରାଯାଏ, ଏତେ ରାଜସ୍ୱ ଆସିବ କୋଉଠୁ? ଆଉ ଅନ୍ୟ ବିଭାଗ ମାନେ ଯଦି ଆପଣଙ୍କ ଭଳିଆ ଦାବି କରିବେ, ଦେଖନ୍ତୁ ଆଜ୍ଞା, ତାହେଲେ ଏତେ ଟଙ୍କା ରାଜ୍ୟକୁ ଆସିବ କୋଉଠୁ? କେତେ ଟଙ୍କା ସେଟା ଖର୍ଚ୍ଚ କରିବେ ରାଜ୍ୟ ସରକାର? ସେଟା ନିହାତି ଭାବରେ ଆମେ ବତେଇ ଦେଇପାରିବୁ କୋଉଠୁ ପଇସାଟା ଆସିବ। ଯେ ଯେତେ ବି ଅଲଗା ମାନେ ଯେଉଁ ପେନସନ୍ ପାଆନ୍ତୁ, ଯିଏ ଯାହା ସିଷ୍ଟମ୍ ବି ଥାଉ, ତାଙ୍କର କ'ଣ ହେଉଛି, ତାଙ୍କ ଡିପାର୍ଟମେଣ୍ଟରୁ, ତାଙ୍କ ସେକ୍ସନରୁ ସେତେ ଟ୍ୟାକ୍ସ ଯାଉନଥିବ, ସେତେ ପଇସା ଯାଉନଥିବ। ଗୋଟେ ଆମର ଟ୍ରାନ୍ସପୋର୍ଟ ସେକ୍ସନରୁ ଯେତିକି ଯାଉଛି, ଭାରତରେ ଯଦି କହିବା ଆମେ, ଅଧିକ ପଇସା ସରକାରକୁ ମିଳେ ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟରୁ। ଆଉ ତାର ସେ ପଇସାଟା ସରକାରଙ୍କ ପାଖକୁ ପହଞ୍ଚାଇବା ବା ପଇସା ତିଆରି କରିବାର ଯେଉଁ ମାଧ୍ୟମଟା, ସିଏ ହେଉଛି ଡ୍ରାଇଭର। ଆପଣ ଜାଣିଥିବେ, ଗୋଟେ ସାଧା କଥା କହୁଛି, 1 ଲିଟର ଡିଜେଲ ବର୍ତ୍ତମାନ ଆମର ଏଠି 100 ଟଙ୍କା ପାଖାପାଖି ପଡ଼ୁଛି। ଆମେ ସମସ୍ତେ ଜାଣିଛେ ସେ ଡିଜେଲର ରେଟ୍ଟି 60 ଟଙ୍କା ନା 70 ଟଙ୍କା। ସେଥିରେ 20 ଟଙ୍କା ନା କେତେ ଟଙ୍କା ଓଡ଼ିଶା ସରକାର ବି ରଖୁଛନ୍ତି, 20-30 ଟଙ୍କା ଭାରତ ସରକାର ବି ରଖୁଛନ୍ତି। ମାନେ ମାର୍କ କରନ୍ତୁ, 40 ଟଙ୍କା ପର ଲିଟର ଡିଜେଲରୁ ସରକାର ପ୍ରଫିଟ୍ ପାଇଲେ। ଡିଜେଲ ନ ଜଳେଇଲେ ତ ସରକାର ପାଇବେନି, ଜଳିଲେ ଯାଇକି ଡିଜେଲଟା ସରକାର ପଇସା ପାଇବେ। ମାନେ ଜଳଉଛି କିଏ? ଡ୍ରାଇଭର ଜଳଉଛି। ମୁଁ ଯଦି ଗୋଟେ ଡ୍ରାଇଭର, ମୁଁ ଯଦି 50 ଲିଟର ଡିଜେଲ ପୁଡ଼େଇଲି, ସରକାର ମାନେ ହିସାବ କରନ୍ତୁ, 20-40 ଟଙ୍କାରେ ମାନେ 2000 ଟଙ୍କା ସରକାର ପାଇଲେଣି ଗୋଟେ ଡ୍ରାଇଭରଠୁ। ମୁଁ ଯଦି ଗାଡ଼ି ଚଲେଇବାକୁ ଯିବିନି, 50 ଲିଟର ଡିଜେଲ ପୁଡ଼େଇବିନି, ସରକାର 2000 ଟଙ୍କା ପାଇପାରିବେନି। ମୁଁ ଯଦି ଯିବି ଗାଡ଼ି ଚଲେଇ 50 ଲିଟର ଡିଜେଲ ପୁଡ଼େଇବି, ସରକାର ଉପରେ
ମାନେ 2,000 ଟଙ୍କା ପାଇସାରିଲେଣି। ଆପଣ ଚିନ୍ତା କରନ୍ତୁ ଯେଉଁ 3 ଲକ୍ଷ ଡ୍ରାଇଭର ପରେ ଡ୍ରାଇଭର ବି ଅଛନ୍ତି, ଠିକ୍ ଅଛି 10 ଲକ୍ଷ ବି ହୁଅନ୍ତୁ, 10 ଲକ୍ଷ ଡ୍ରାଇଭରଙ୍କଠୁ ଯଦି 20 ମାନେ 2,000 ପର ଡେ କମେଇ ପାରୁଛ, ସେ ଡ୍ରାଇଭରକୁ ବର୍ଷକୁ 2,000ର ବ୍ୟବସ୍ଥା କାହିଁ କରିପାରିବନି? ଆଉ ଟ୍ରାନ୍ସପୋର୍ଟ କେବଳ ଡିଜେଲ କଥା ପେଟ୍ରୋଲ କଥା ନୁହଁ, ତା ଭିତରେ ଯେଉଁ ট্যাক্স ফ্যাক্স ବହୁତ କିଛି ଅଛି, ରୋଡ଼ ଟ୍ୟାକ୍ସ ଟୁଲ୍ ଟ୍ୟାକ୍ସ, ମାନେ ଆହୁରି ବହୁତ ନେଉଛନ୍ତି। ସେସବୁ ହିସାବ କରିବା ପାଇଁ ମାନେ ମୋ ପାଖରେ ବ୍ୟବସ୍ଥା ନାହିଁ। ନିହାତି ଭାବରେ ଏଇଟା ଗୋଟେ ସର୍ଟକଟ୍ରେ ଦିଶୁଛି। ଡିଜେଲରୁ ଯେଉଁ ବା ପେଟ୍ରୋଲ ଯେଉଁଗୁଡ଼ାକ ମିଳୁଛି, ସରକାର ଯେଉଁ ଟ୍ୟାକ୍ସଟା ନେଉଛନ୍ତି, ଡ୍ରାଇଭର ପୋଡ଼େଇଲେ ହିଁ ନେଉଛନ୍ତି ତେଲଟା। ତ ଗୋଟେ ହିସାବ କରନ୍ତୁ, ପ୍ରତ୍ୟେକ ଡ୍ରାଇଭରଠୁ ସରକାର 2,000 ପର ଡେ ନେଲେଣି, ଯେଉଁ ଡ୍ରାଇଭର କି 50 ଲିଟର ଡିଜେଲ ପୋଡ଼େଇ ଦେଉଛି, ମାନେ 50 ଲିଟରର କାମ କରୁଛି ଯିଏ, ତ ପଇସା କେମିତି ଅଭାବ ହେଲା ପୁଣି ସରକାରକୁ? ଧରି ନିଅନ୍ତୁ ଆପଣଙ୍କ ସର୍ତ୍ତ ସରକାର ମାନି ନେଲେ, କିନ୍ତୁ ତା ବଦଳରେ ଆପଣଙ୍କୁ ଗୋଟେ ସର୍ତ୍ତ ଦିଆଗଲା କି ଡ୍ରାଇଭର ଯଦି କୌଣସି ବ୍ୟକ୍ତିଙ୍କୁ ଦୁର୍ଘଟଣା କରୁଛନ୍ତି, ସେଇ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କର ସମସ୍ତ ଖର୍ଚ୍ଚ ଡ୍ରାଇଭର ବହନ କରିବ। ଏଥିରେ ଆପଣ ରାଜି ହେବେ? ଆଗାମୀ ଦିନରେ ଗାଡ଼ି କେହି ଚଲେଇବେନି ଆଜ୍ଞା। ଆପଣ ବି ଯେଉଁ ପର୍ସନାଲ ଗାଡ଼ି ମାନକେ ଯାଉଛନ୍ତି, ସେମାନେ ବି କେହି ଯାଇପାରିବେନି। କାରଣ ମରିଗଲେ ଗୋଟେ ଡ୍ରାଇଭରଟେ ଦେଖନ୍ତୁ ଆପଣ, ଆମେ 7,000 ଡ୍ରାଇଭର ଦରମା ଅଛି ମାର୍କେଟରେ, ପଚାରନ୍ତୁ ଆପଣ। ବର୍ତ୍ତମାନ 35,000 ଗୋଟେ ଜାଗାରେ ପାଉଛନ୍ତି, ଜାଗା ଜାଣିକି। ତ ଯଦି ଗୋଟେ ଡ୍ରାଇଭରଟେ 5-10 ହଜାର ଟଙ୍କା ଦରମା ପାଉଛି, ସେ ଗୋଟେ ଲୋକଟେ ମରିଗଲେ ତା ଜୀବନ କ'ଣ ଦେଇପାରିବ ଆଜ୍ଞା? ଡ୍ରାଇଭର ବି ତ ମରିଗଲେ ବି ତାକୁ ତ ବି କିଛି ମିଳିପାରୁନି ନା। ତ ମଲାଟା ତ ଆମେ ଦେଇପାରିବୁନି ନିହାତି ଭାବରେ। ସେ ସର୍ତ୍ତ ଯଦି ସେମିତି ହେଇଯାଏ ଯେ ଯଦି ମରିଗଲା ଜଣକୁ ଆକ୍ସିଡେଣ୍ଟ କରିଦେଲ, ତାର ସମସ୍ତ କ୍ଷତିପୂରଣ ଦେବ ଯଦି କହିଦେଲ, ତାହେଲେ ଆଉ ଗାଡ଼ି ଚାଲିବନି, କୌଣସି ଡ୍ରାଇଭର ଗାଡ଼ି ଚଲେଇ ଯିବେନି। କେଉଁଠୁ ପଇସା ପାଇବେ ଦେବେ? ଦୁର୍ଘଟଣା କେଉଁଠି ମୁଁ ଭୁଲ ନ କରିବି, ଆପଣ ଭୁଲ କରିକି ବି ଆକ୍ସିଡେଣ୍ଟ ହେଇଯିବ। ଆଉ ଆମ ଏଠି ଗୋଟେ ନିୟମ ଚାଲିଛି, ଆପଣ ମଦ ପିଇକି ଯିବେ, ଆପଣ ବାଡ଼େଇ ହେବେ, ବଡ଼ ଗାଡ଼ିର ଦୋଷ ରହିବ। ଆକ୍ସିଡେଣ୍ଟ ଯେମିତି ବି ହଉ, ବଡ଼ ଗାଡ଼ି ଛିଡ଼ା ହେଇଥାଉ, ଛୋଟ ଗାଡ଼ି ଆସିକି ବି ବାଡ଼େଇ ହଉ, କି ବଡ଼ ଗାଡ଼ି ଯାଇକି ବାଡ଼ଉ, ଯେମିତି ବି ହଉ, ଭୁଲ ତ ବଡ଼ ଗାଡ଼ିର। ସେ ଯେମିତି ଗୋଟେ କଥା ନାହିଁ, ଚକୁ ତରଭୁଜ ଉପରେ ପଡ଼ୁ ନା ତରଭୁଜ ଚକୁ ଉପରେ ପଡ଼ୁ, କଟିବ ତରଭୁଜ ହିଁ କଟିବ। ସେମିତି କଟିବ ବଡ଼ ଗାଡ଼ି କଟିବ, ଦୋଷ ବଡ଼ ଗାଡ଼ିର ହେବ। ଦୋଷୀ ତ ସବୁବେଳେ ହେଇଯିବେ ଆପଣ, ତେଣୁକରି ଚଲେଇବା ମୁସ୍କିଲ ହେଇଯିବ। ସେ ଆକ୍ସିଡେଣ୍ଟ କଥାକୁ ଦେଖିକି କରିବା, ବିଭିନ୍ନ ସମୟରେ ଦେଖିବାକୁ ମିଳେ କି ଡ୍ରାଇଭର ମାନେ ମଦ ପିଇକି ବେପରୁଆ ଗାଡ଼ି ଚାଳନା କରନ୍ତି, କାହା ଘର ସଂସାର ଉଜାଡ଼ି ଦିଅନ୍ତି, କାହା ମୁଣ୍ଡରୁ ସିନ୍ଦୁର ପୋଛି ଦିଅନ୍ତି। ମଦ ପିଇବା ଡ୍ରାଇଭର, ୟାକୁ କେମିତି ଦେଖନ୍ତି ଡ୍ରାଇଭର ମହାସଂଘର ସଭାପତି? ନିହାତି ଭାବରେ ଆମ ଡ୍ରାଇଭର ସମାଜକୁ ଯଦି କଳୁଷିତ କିଏ କରିଥିଲା ବା କଳଙ୍କିତ ଯଦି କିଏ କରିଥିଲା, ସିଏ ହେଉଛି ମଦ। ଆପଣ ଜାଣିଥିବେ କିଛି ବର୍ଷ ପୂର୍ବରୁ ମାନେ 80-90% ଡ୍ରାଇଭର ଭାଇମାନେ ମଦ ପିଇ ଗାଡ଼ି ଚଲାଉଥିଲେ, କିନ୍ତୁ ବର୍ତ୍ତମାନ ସମୟରେ ଆମେ 80-90% ଡ୍ରାଇଭର ଭାଇମାନେ ମଦ ନ ପିଇ ଗାଡ଼ି ଚଲାଉଛନ୍ତି। ଅଛନ୍ତି କାଁ ଭାଁ 10% ଆହୁରି ଅଛନ୍ତି, କିଛି ଭାଇମାନେ ବର୍ତ୍ତମାନ ବି କରୁଛନ୍ତି। କିନ୍ତୁ ଆମ ଯେଉଁ ସଂଗଠନ ରୁଲ୍ ହିସାବରେ ଆମେ ସେଗୁଡ଼ା, ଯିଏ ନିଶା ଖାଇଲା ତା ପଛରେ ଯିବୁନି, ତାକୁ ନିଶା ଖାଇକି ଯଦି କେଉଁଠି ଆକ୍ସିଡେଣ୍ଟ ହେଇଛି ସାହାଯ୍ୟ କରିବା ପାଇଁ ଯିବୁନି, ନିଶା ଖାଇଛି ଯଦି ଲୋକ ବାଡ଼ଉଛନ୍ତି ତାକୁ ବିଲକୁଲ ଯିବୁନି। କେବେ ଆଲୋଚନା କରିଛନ୍ତି ସଦସ୍ୟମାନଙ୍କ ସହିତ ନିହାତି। କି ମଦ ପିଇବା ଅନୁଚିତ? ଆମେ ପ୍ରତ୍ୟେକ ଯେତେବେଳେ ବୈଠକ ହୁଏ, ଆମର ଯେଉଁ ମିଟିଂ ଗୁଡ଼ାକ ହୁଏ, ପ୍ରତ୍ୟେକ ମିଟିଂରେ ଆମେ ନିଶାଠୁ ଦୂରରେ ରହିବା ପାଇଁ କହୁ। ଆଉ ଗୋଟେ ଜିନିଷ ଆପଣଙ୍କୁ କହିବି, ମଦୁଆ ଡ୍ରାଇଭର ଆପଣ ମାନେ ରିପୋର୍ଟ ମିଳୁଥିବ ଆପଣଙ୍କୁ ଯେ ମଦ ପାଇଁ ବୋଲି ଏତିକି ଆକ୍ସିଡେଣ୍ଟ ହେଇଛି। ଧରନ୍ତୁ 60% କେବଳ ମଦ ପିଇକି ଆକ୍ସିଡେଣ୍ଟ ହେଇଛି, ଗୋଟେ ଖବର ଆସିଲା। ଆପଣ ଡାଇରେକ୍ଟ ଭାବିବେ ଏ ଟ୍ରକ୍ ଡ୍ରାଇଭର ଗୁଡ଼ା ସବୁ ତ ମଦ ପିଉଛନ୍ତି, ସେଥିପାଇଁ 60% ଡ୍ରାଇଭର ମାନେ ଆକ୍ସିଡେଣ୍ଟ ହେଇଛି ନିଶା ଖାଇକି, କିନ୍ତୁ ତାହା ନୁହଁ ଆଜ୍ଞା। ମଦ ଡ୍ରାଇଭର ଯେତିକି ପିଉନାହାନ୍ତି, ଆମର ଯେଉଁ ବାଇକ୍ଠୁ ନେଇକି ଯେଉଁ ଅନ୍ୟମାନେ, ଏମାନେ ବି ଜୋରଚାର ପିଉଛନ୍ତି। କେବଳ ଲୋକଙ୍କ ନଜରଟା ଟ୍ରକ୍ ଡ୍ରାଇଭର ଉପରେ ବା ଡ୍ରାଇଭର ଉପରେ, କିନ୍ତୁ ନୁହଁ। ସେଇଟା ଯେଉଁ ରିପୋର୍ଟଟା ଆସେ, ମୋଟର ସାଇକେଲର ବି ରିପୋର୍ଟ ଆସେ, ମାନେ ସବୁ ଗାଡ଼ିର ରିପୋର୍ଟ ଆସେ, ମାନେ ସେଥିରେ କେବଳ ଡ୍ରାଇଭର ନଥାଏ ମଦୁଆ ହିସାବରେ, ମଦୁଆ ସମସ୍ତେ ଥାଆନ୍ତି, କିନ୍ତୁ ଆମ ଉପରେ ସବୁ ତ ଲଦି ଦିଆଯାଏ। ଆଉ ମୋଟର ସାଇକେଲ ବାଲା ହିଁ ମଦ ପିକି ଯାଏ, ମୋଟର ସାଇକେଲ ବି ଯଦି ଆକ୍ସିଡେଣ୍ଟ ହେଲା ମଦ ପିକି, ସେଟା ମାନେ ମଦ ପାଇଁ ଆକ୍ସିଡେଣ୍ଟ ହେଲା କହିବେ। ଟ୍ରକ୍ ବି ଯଦି ମଦ ପିକି ଆକ୍ସିଡେଣ୍ଟ ହେଇଛି, ମଦ ପିକି ଆକ୍ସିଡେଣ୍ଟ ହେଲା କହିବେ। ତ ଏ ସବୁ ତକ ଟ୍ରକ୍ ବାଲା ଉପରେ ହିଁ ଲଦାଯାଏ, ମୋଟର ସାଇକେଲ ବାଲା ଉପରେ କିଛି ଲଦାଯାଏନି। କି ମୋଟର ସାଇକେଲ ବାଲା, ତାହେଲେ ମଦ ଯିଏ ପିଏ, ଆପଣଙ୍କ ମତରେ ତାକୁ କ'ଣ ଦଣ୍ଡ ମିଳିବା ଦରକାର ଯିଏ ମଦ ପିଇକି ଗାଡ଼ି ଚଲେଇବାକୁ ଆସେ? ମୋ ହିସାବରେ ଆଜ୍ଞା, ଯେଉଁ ଭାଇମାନେ ବର୍ତ୍ତମାନ ବି ଗାଡ଼ି ଚଲାଉଛନ୍ତି, ଆମର ତ ପ୍ରଥମେ ସରକାର ଟିକେ ଚେକିଂ କରୁନାହାନ୍ତି ଆଜ୍ଞା। ଆମେ ବି ରିକ୍ୱେଷ୍ଟ କରିଥିଲୁ ସରକାରଙ୍କୁ, ବିଗତ ସରକାରକୁ ବି କରିଥିଲୁ, ଏ ସରକାରକୁ ବି କରିଛୁ। କମ୍ ସେ କମ୍ ସେ ମେସିନ୍ ଯଦି ଫୁକେଲା ମେସିନ୍, ଆପଣ ଯଦି ପୋଲିସ ଅଫିସ ତୁମର ଫୋର୍ସ ସେତିକି ନାହିଁ ଚେକ୍ କରିବା ପାଇଁ, ଆମକୁ ଛାଡ଼ନ୍ତୁ, ଆମେ ପ୍ରତ୍ୟେକ ଟୁଲ୍ ଗେଟ୍ରେ ଆମେ ଚେକିଂ କରିବୁ। ଆମେ ଚାହୁଁଛୁ ନିଶାମୁକ୍ତ ଡ୍ରାଇଭର ସମାଜ କରିବା ପାଇଁ, କିନ୍ତୁ ଆମକୁ ଚାନ୍ସ ମିଳୁନି। ଆଉ ଆମେ ଚାହୁଁଛୁ ଯେଉଁ ଡ୍ରାଇଭର ଭାଇ ନିଶା ଖାଇକି, ତା ଲାଇସେନ୍ସ କ୍ୟାନସେଲ୍ କରିଦିଆଯାଉନ, କିଛି ଅସୁବିଧା ନାହିଁ, ଆମେ ଖୁସି ହେବୁ ଆଜ୍ଞା। କାରଣ ଏଇ ମଦୁଆ ଡ୍ରାଇଭରଙ୍କ ପାଇଁ ପୁରା ଡ୍ରାଇଭର ସମାଜ ମଦୁଆ ହେଇକି ଅଛି। ପୂର୍ବରୁ ତ ଗୋଟେ ଥିଲା ଡ୍ରାଇଭର ସାହାବ, ଏଇ ନିଶା ଖାଇ ଖାଇନ ଡ୍ରାଇଭର ମାନେ
ତାକୁ ସେ ସାହାବକୁ ଉଡ଼େଇ ଦେଲେ ପୁରା। ମଝିରେ ଏମିତି ସିଚୁଏସନ୍ ଆସିଥିଲା ଯଦି ମୁଁ ଡ୍ରାଇଭରଟେ ବୋଲି କହିବ ଝିଅ ମିଳିବନି ଆପଣଙ୍କୁ। ବର୍ତ୍ତମାନ ଟିକେ ଟିକେ ଚେଞ୍ଜ ହେଇଛି ନିହାତି ଭାବରେ। ଆଉ ଆମେ ଏହା କହିବୁ ଯେଉଁ ଡ୍ରାଇଭର ମାନେ ନିଶା ଖାଇକି ଗାଡ଼ି ଚଲାଉ ତା ଲାଇସେନ୍ସ ପୁରା କ୍ୟାନସେଲ୍ କରିଦିଆଯାଉ, କିଛି ଆବଶ୍ୟକ ନାହିଁ। ତାଠୁ 50,000 ଫାଇନ୍ ନିଆଯାଉ ପିଡ଼ିକିରି, ନହେଲେ ତାକୁ 3 ମାସ 4 ମାସ ଢୁକେଇ ଦିଆଯାଉ। ଯାହା ସରକାର କରିବେ ଆମେ ସେଥିରେ ରାଜି ଅଛୁ। ଯଦି ଆପଣଙ୍କ ସଂଘର କେହି ସଦସ୍ୟ ହେଇଥିବେ ତାହେଲେ ଆପଣ ସଂଘ ପକ୍ଷରୁ କିଛି କାର୍ଯ୍ୟାନୁଷ୍ଠାନ ନିଅନ୍ତି ମଦ? ନିହାତି ଭାବରେ ଆଜ୍ଞା, ଆମ ସଂଘ ହଉ ଯାହା ସଂଘ ହଉ, କର୍ତ୍ତବ୍ୟ ନିକଟରେ ଭାଇ ବନ୍ଧୁ କୁଟୁମ୍ବ କାହାରି ସ୍ଥାନ ନାହିଁ। ତେଣୁକରି ଆମର ମାନେ ନିଜ ପୁଅ ବି ହଉ ଯଦି ଭୁଲଟା କରିଛି ଭୁଲଟା ଆମ ପିଲା ହେଲେ ମଧ୍ୟ ଆମେ ନିହାତି ହିସାବରେ ତାକୁ ମାନେ ଦରକାର ପଡ଼ିଲେ ସଂଘରୁ ବହିଷ୍କାର କରିଦେବୁ। ନହେଲେ ଯଦି ମାନେ ଆମେ ତ ଆଉ ଯେଉଁଟାକି ତାକୁ ତ ଜେଲ୍ ଭରି ପାରିବୁନି। ଯଦି ସେମିତି ଆମ ନଜରକୁ ଆସିଲା, ଆଉ ଆମର ରୁଲ୍ ବି ଅଛି ଏଇ ବର୍ଦ୍ଦି ପିନ୍ଧିକି କୌଣସି ଡ୍ରାଇଭର ଭାଇ କାଉଣ୍ଟର ଯିବେନି। ଯିଏ କାଉଣ୍ଟର ଗଲା ଯଦି ଫଟୋ ଆସିଗଲା ତାକୁ ବାହାର କରିଦେବୁ, ଆମେ ରଖିବୁନି, ଏକଘରିଆ କରିଦେବୁ ପୁରା। କୌଣସି ଡ୍ରାଇଭର ଭାଇ ତାକୁ ସାହାଯ୍ୟ କରିବା ପାଇଁ ଯିବେନି କି ସେ ମଲେ ବି ତାକୁ କେହି ଯିବେନି। ଆଉ ଗୋଟେ ବିଷୟ ଉପରକୁ ଯିବା। ମଝିରେ କଥା ଉଠିଲା କି ଆପଣଙ୍କୁ କିଏ ଜଣେ କୋଟି କୋଟି ଟଙ୍କା ଦେଇଛି, ଆପଣଙ୍କ ପରିବାର ଲୋକ ମଧ୍ୟ ସାମ୍ନାକୁ ଆସିଥିଲେ। କ'ଣ ଥିଲା ସେ ଘଟଣା ପ୍ରକୃତରେ? ଶୁଣନ୍ତୁ ଆଜ୍ଞା, ଏଠି ମୁଁ କେମିତି ଚଳିବି କି ମାନେ ମୁଁ କେମିତି ଖାଇବି ପିଇବି ରହିବି କିମ୍ବା ଡ୍ରାଇଭରଙ୍କ ପାଇଁ କାମ କରୁଛି ଠିକ୍ ଅଛି, କେହି ମାନେ ଟଙ୍କାଟିଏ ତ ଦେବେନି, ମାନେ କହିବା ପାଇଁ ବଦନାମ କରିବା ପାଇଁ ସମସ୍ତେ ଆସିବେ। ତେଣୁକରି କୋଟି ଆଜ୍ଞା ମୁଁ ମୋ ଜୀବନରେ ମାନେ ଦେଖିନି। ସ୍ତ୍ରୀ ମଧ୍ୟ ସାମ୍ନାକୁ ଆସିଥିଲେ ଭିଡ଼ିଓରେ। ଆଉ ମୁଁ ତ ଏହା ବି ସ୍ପଷ୍ଟ କରିଦେଇଥିଲି ମଝିରେ, ମୁଁ ଲାଇଭ୍ ଆସିକି ବି କହିଥିଲି ତମେ ମାନେ ଇଡି ସିବିଆଇ ଜାଣା ନେଇକି ଆସୁ, ଆମେ କ୍ଲିଅର। ମୁଁ ସାଧାରଣ ଡ୍ରାଇଭର ଥିଲି, ଆଜି ବି ଅଛି। ଆଉ କାଲି ମୁଁ ଯେଉଁ ଅବସ୍ଥାରେ ଥିଲି, ମେଟ୍ରିକ୍ ପରୀକ୍ଷା ଦେବା ପାଇଁ ଯାଇଥିଲି, 1500 ଟଙ୍କା ପାଇନଥିଲି, ଆଜି ବି ମୁଁ ସେଇ ପରିସ୍ଥିତିରେ ଅଛି। ବର୍ତ୍ତମାନ ବି ଆପଣ ମୋ ପର୍ସ ଚେକ୍ କରିପାରିବେ। ମାନେ ରୋଜଗାର କେତେ ଆପଣଙ୍କର? କିଛି ନାହିଁ ଆଜ୍ଞା, ମୋ ରୋଜଗାର କହିଲେ ମୁଁ 2 ଏକରର ଚାଷ କରେ, ଧାନ ଚାଷ କରେ। ଏବଂ ଏଇ ସଂଘ ହେଲା ପରେ ଯେତେବେଳେ ମୁଁ ଆଉ କାମ କରିପାରିଲିନି, ମାନେ ଧାଁ ଧପଡ଼ ହେଲି, ମୁଁ ଗୋଟେ ଦିମାଗ ଖଟେଇ ଗୋଟେ କୁକୁଡ଼ା ରଖିଥିଲି, ଦେଶୀ କୁକୁଡ଼ା କିଛିଟା 7-8ଟା ଦେଶୀ କୁକୁଡ଼ା ରଖିଥିଲି। ଯେହେତୁ 2-3 ବର୍ଷ ହେଇଗଲା, ବର୍ତ୍ତମାନ ମୋ ପାଖରେ 250ରୁ 300 ଦେଶୀ କୁକୁଡ଼ା ଅଛନ୍ତି। ମାନେ ସେଥିରୁ କିଛି ମୋର ମାନେ ମ୍ୟାନେଜମେଣ୍ଟ, ମୁଁ କେବଳ ଖାଇବା ପାଇଁ ଚାହେଁ, ବଞ୍ଚିବା ପାଇଁ। ଯେମିତି ଲୋକ ଖାଇବା ପାଇଁ ବଞ୍ଚନ୍ତି, ମୁଁ ଖାଇବା ପାଇଁ ବଞ୍ଚିନି, ବଞ୍ଚିବା ପାଇଁ ଯାହା ଦରକାର ତାହା ଖାଇକି ଆଜ୍ଞା ବଞ୍ଚୁଛି। ଆଜି ବି ମୋ ପରିବାର ମାନେ ଯେମିତିକି ବ୍ୟାଙ୍କ ବାଲାନ୍ସ କିମ୍ବା ଇତ୍ୟାଦି ଇତ୍ୟାଦି ଆମର କିଛି ନାହିଁ ଆଜ୍ଞା। ଖାଅ ପିଅ ଯାହା ହେଉଛି ଦେଖିବା। ଏବେ ଡ୍ରାଇଭିଂ କରନ୍ତି ମେଣ୍ଡୁଲି ବାବୁ? ନାଇଁ, ଏବେ ଆଉ ମୁଁ ଡ୍ରାଇଭିଂ କରିପାରୁନି ଆଜ୍ଞା। ଯଦି ପ୍ରଶ୍ନ ଉଠେ ଡ୍ରାଇଭର ମହାସଂଘର ସଭାପତି ଡ୍ରାଇଭିଂ ନିଜେ କରନ୍ତିନି, ତାର ଉତ୍ତର କେମିତି ରଖିବେ? ନା ନା, ଦେଖନ୍ତୁ, ମୁଁ ତ ଡ୍ରାଇଭର ଥିଲି, 14 ବର୍ଷ ଗାଡ଼ି ଚଲେଇଛି। ମୁଁ ଆନ୍ଦୋଳନ କରିବା ପର୍ଯ୍ୟନ୍ତ ବି ମୁଁ ଗାଡ଼ି ଚଲାଉଥିଲି। ଯେତେବେଳେ ସଂଘଟି ବଢ଼ିଗଲା, ମୁଁ ଯଦି ଗାଡ଼ି ଚଲେଇବି ସଂଘ କଥା ବୁଝିବ କି ପୁଣି? ମୁଁ କେବଳ ଏ ସଂଘ ପାଇଁ ବୋଲି ଗାଡ଼ି ଛାଡ଼ିଛି। ଆଜି ମୁଁ ଏ ସଂଘର ସଭାପତି ପଦରୁ ଯଦି ପଳେଇଲି, କାଲି ପୁଣି ଗାଡ଼ି ଚଲେଇବି। ମଝିରେ ଚର୍ଚ୍ଚା ହେଲା ଆଜ୍ଞା ମେଣ୍ଡୁଲି ବାବୁ କୁଆଡ଼େ ଗାୟବ ହେଇଗଲେ, କୁଆଡ଼େ ଯାଇଥିଲେ ପ୍ରକୃତରେ ଆପଣ? ଦେଖନ୍ତୁ, ଯେଉଁ ଆମର ଆନ୍ଦୋଳନ ସମୟରେ ନିହାତି ଭାବରେ ଗତ ମାସ 10 ତାରିଖରୁ ବୋଧେ ମୁଁ ନିହାତି ଭାବରେ ମୋତେ ଟିକେ ସାଇଟ୍ ରହିବାକୁ ପଡ଼ିଲା। ଆଉ କାରଣଟା ତା'ର ଏହା ଥିଲା ଯେ ଯେହେତୁ ଆନ୍ଦୋଳନଟି ଆମର ଜାରି ରହିଥିଲା, ତା ଭିତରେ ଆମେ ଏତିକି ଷ୍ଟ୍ରିଟ୍ କରିଥିଲୁ ଆମ ପିଲାମାନଙ୍କୁ, କୌଣସି ଜାଗାରେ ବିଶୃଙ୍ଖଳା କର ନାହିଁ, କୌଣସି ଜାଗାରେ ଆମେ କେସ୍ ଖାଇବା ନାହିଁ। ସିଏ ସେତିକି ସତର୍କ ରହୁ ରହୁ ମଧ୍ୟ ଯେହେତୁ 314 ବ୍ଲକରେ ଚାଲିଥିଲା କାର୍ଯ୍ୟ, କାଁ ଭାଁ କେଉଁଠି କେମିତି ସେ ଘିମିରି ଖୁଣ୍ଟିଲା ଭଳିଆ ଛୋଟ ଛୋଟ ସମସ୍ୟା ଆସିଛି। ଏମାନେ ସରକାର ଆକ୍ଚୁଆଲି କ'ଣ ହେଇଛି, ଆନ୍ଦୋଳନଟାକୁ ରୋକାଯିବ କେମିତି ମାନେ ଆଉ ତାକୁ କଣ୍ଟ୍ରୋଲ କରିପାରିନାହାନ୍ତି। ତାପରେ ରାସ୍ତା ଖୋଜୁଛନ୍ତି, ଏମାନଙ୍କ ଲିଡରଙ୍କୁ ଉଠେଇଲେ କାଳେ ବନ୍ଦ ହେବ। ଯେତେବେଳେ ଆମର ରାଜ୍ୟ କୋଷାଧ୍ୟକ୍ଷଙ୍କୁ ଉଠେଇ ନେଲେ, ମୁଁ ଜାଣିବାକୁ ପାଇଲି ରାଜ୍ୟ କୋଷାଧ୍ୟକ୍ଷଙ୍କୁ ଉଠେଇ ନେଲେ। ଯଦି ମୋତେ ଉଠେଇ ନେଉଛନ୍ତି, ମୋତେ କଲ୍ ଅଫ୍ କରାଇବେ, ମାନେ ଆନ୍ଦୋଳନକୁ ବନ୍ଦ କରିବା ପାଇଁ କହିବେ। ଆଉ ଆନ୍ଦୋଳନକୁ ଯଦି ଅଧା ଅଧୁରା ଆମେ ଚାହୁଁନୁ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ। ଆମେ ଆକ୍ଚୁଆଲି ହେଇ ନିଷ୍ପତ୍ତି ହିଁ ନେଇଥିଲୁ, ଆମେ ପୂର୍ବରୁ ବି କହିଥିଲୁ ଯେ ଏଟା ହେଉଛି ଶେଷ ଆନ୍ଦୋଳନ। ଆଉ ଆମେ ସବୁଦିନେ ଗୋଟେ ଆନ୍ଦୋଳନ କରିବାନି, ସବୁଦିନେ ଓଡ଼ିଶାବାସୀକୁ ହଇରାଣ କରିବାନି, ଏସବୁ ଜିନିଷ ଦେଖିବାକୁ ନ ପଡ଼ୁ। ଯେହେତୁ ମୋତେ ବି ଯଦି ଧରିଦେବେ, ଆନ୍ଦୋଳନଟି ବନ୍ଦ ହେଇଯିବ। ଆନ୍ଦୋଳନଟି ବନ୍ଦ ହେଇଗଲେ ଆମେ ନିହାତି ଦୁର୍ବଳ ହେଇଯିବୁ, ଭାଇମାନେ ମଧ୍ୟ ମୋତେ ପ୍ରଶ୍ନ କରିବେ, ସବୁକିଛି ଅସୁବିଧା ହେବ। ତେଣୁକରି ମୁଁ କିଛି ଦିନ ପାଇଁ ସାଇଡ଼୍ ହେଇଯାଇଥିଲି ଯେ ଆଦିତ୍ୟ ଭାଇ ତ ବିନା କାରଣରେ ଢୁକିଲେ ଜେଲ୍କୁ, ମୁଁ ବି ଯଦି ଜେଲ୍କୁ ଢୁକିଯିବି, ପିଲା ଏପଟେ ଯଦି ଭୁଲ ଭାଲ କରନ୍ତି, ତାହେଲେ ତାଙ୍କୁ କଣ୍ଟ୍ରୋଲ କରିବା ପାଇଁ ବି କେହି ନାହିଁ। ତେଣୁକରି ମୋତେ ବାଧ୍ୟ ହୋଇକି ଲୁଚି ଲୁଚାକି ସିଷ୍ଟମଟାକୁ ଆଗକୁ ବଢ଼େଇବାକୁ ପଡ଼ିଲା। ମଝିରେ ଆପଣ ଗୋଟେ ଲାଇଭ୍ ଭିଡ଼ିଓ କରିଥିଲେ କି ଡ୍ରାଇଭର ମହାସଂଘ ବିଭାଜିତ ହୋଇଯାଇଛି, ସେ ଭିଡ଼ିଓ କରିବା ପଛର ଲକ୍ଷ୍ୟ କ'ଣ ଥିଲା ଆଉ ସତ୍ୟତା କେତେ ଥିଲା? ମିଡ଼ିଆ ତରଫରୁ ଏହା କୁହାଯାଉଥିଲା ଯେ ଓଡ଼ିଶା ଡ୍ରାଇଭର ମହାସଂଘ ଭାଙ୍ଗିଗଲା, ଫାଟ ସୃଷ୍ଟି ହେଇଛି। ମାନେ ସେଇ ଜିନିଷଟାକୁ ଯେଉଁଟା ଏଇଟା କ'ଣ ଗୋଟେ ଫାଟ ସୃଷ୍ଟି, ମହାସଂଘ ଭାଙ୍ଗିଗଲା କି ମହାସଂଘ ଭିତରେ ଫାଟ ସୃଷ୍ଟି ହେଇଛି, ଆମ ପିଲାଙ୍କ ଭିତରେ ଗୋଟେ ମନୋବଳ ଦୁର୍ବଳ ହେବ ବା ମନୋବଳ ଭାଙ୍ଗିବ ନିହାତି ଭାବରେ। ତେଣୁକରି ଆମେ କିଛି ହେଇନି,
ଆଜିର ଡେଟ୍ରେ ଆମ ସଂଘ ଭାବିଲେ ଏଇ ଆନ୍ଦୋଳନରେ ଆହୁରି ଷ୍ଟ୍ରଙ୍ଗ ହେଇଛି, ଭାଇମାନଙ୍କର ବିଶ୍ୱାସ ବଢ଼ିଛି ଯେ ନାଇଁ ଭାଇ ଗଲା ମରି ପଛେ ଯିବୁ ପଛକୁ ଘୁଞ୍ଚିବୁନି କହିଲେ ଘୁଞ୍ଚିଲେନି, ଆହୁରି ବିଶ୍ୱାସ ବଢ଼ିଛି ଆମ ଉପରେ। ଆମ ପିଲା ବି ଠିକ୍ ଅଛନ୍ତି। ଅନ୍ୟ ଲୋକମାନେ ଯେଉଁ ଖରାପ ବି ଭାବୁଛନ୍ତି, ଯେଉଁମାନେ କଂଗ୍ରେସକୁ ଛାଡ଼ିଦେଲା କାହିଁକି, କଂଗ୍ରେସରେ ମିଶିଗଲେ କି, ମାନେ ଆମ ପିଲାଙ୍କର ସେଇ ଚିନ୍ତା ନାହିଁ। ଆମ ପିଲାମାନେ ପୁରା ସମସ୍ତେ ନିଶ୍ଚିତ ଅଛନ୍ତି ଯେ ଅଜୁ ଭାଇ କୌଣସି ହାଲତରେ କେଉଁ ପାର୍ଟିକି ଯିବନି, କାରଣ ମହାସଂଘକୁ ଛାଡ଼ିକି ବା ମହାସଂଘକୁ କେଉଁଠି ଠେଲି ଦେଇକି ପଇସା କମାଇବାର ଇଣ୍ଟରେଷ୍ଟ ନାହିଁ। ପିଲାଙ୍କର ଭରସା ହେତିକି ହିଁ ମୋତେ ବଞ୍ଚେଇ ରଖିଛି। ଲୋକ ଯିଏ ଯାହା କହୁଛନ୍ତି କୁହନ୍ତୁ, ଆମ ପିଲା ସବୁ ଠିକ୍ ଅଛନ୍ତି। ତାହେଲେ ୟାକୁ ଆପଣ ଖଣ୍ଡନ କରୁଛନ୍ତି? ନିହାତି ବିଭାଜିତ ହେଇନି ନା, ନା। ଆପଣଙ୍କ ସଂଘ? ନା। ତେବେ ମେଣ୍ଡୁଲି ବାବୁ, ଗୋଟେ ଡ୍ରାଇଭରର ଦିନକୁ ରୋଜଗାର କେତେ? କେଉଁଠି ଡ୍ରାଇଭର ଟଙ୍କା 200ରେ ବି ଖଟୁଛି, କେଉଁଠି ଡ୍ରାଇଭର 1000 ଟଙ୍କା ବି ପାଉଛି, କେଉଁଠି 1500 ଟଙ୍କା ମଧ୍ୟ ଦିନକୁ ପାଉଛି। ଯଦି ଏତେ କମ୍ ପାରିଶ୍ରମିକ ଗୋଟେ ଦିନରେ ଯଦି 200ରୁ ମାତ୍ର 1500 ଭିତରେ ସୀମିତ ଜଣେ ଡ୍ରାଇଭରଙ୍କର ଦରମା ବା ରୋଜଗାର, ଏତେ ଦିନ ଧରି ଷ୍ଟ୍ରାଇକ୍ କରୁଛନ୍ତି, ତାଙ୍କ ଘର ବାସ୍ତବିକ ଭାବରେ କେମିତି ଚଳୁଛି ମେଣ୍ଡୁଲି ବାବୁ? ଦେଖନ୍ତୁ ଆଜ୍ଞା, ଗୋଟେ ଡ୍ରାଇଭର କଥା କହୁଛି, ଗୋଟେ ଡ୍ରାଇଭର ସପୋଜ 35,000 ଟଙ୍କା ଦରମା ପାଉଛି, ତା କ୍ୱାଲିଟିଟା ଦେଖିବେ। ଆଉ ଗୋଟେ ମାଷ୍ଟରଟେ ହଉ କିମ୍ବା ଅନ୍ୟ ଗୋଟେ ଛୋଟ ଚାକିରି କରୁଥିବ, ଗୋଟେ ସପୋଜ ଗୋଟେ ଆମର ଗାର୍ଡ଼ ସିକ୍ୟୁରିଟି ଗାର୍ଡ଼ଟେ ବି ଦେଖନ୍ତୁ, ସିଏ ଫ୍ରେଶରେ ଥିବ, ସେ 10,000 ଟଙ୍କା ଦରମା ପାଉଥାଉ, ସିଏ ଫ୍ରେଶରେ ଥିବ, ତା ଫ୍ୟାମିଲି ମେଣ୍ଟେନ୍ କରିକି ତା ସ୍ତ୍ରୀକୁ ବି ଦେଖ, ମାନେ ସେମାନେ ଗୋଟେ ଯେଉଁଟାକି ମେଣ୍ଟେନ୍ କରିକି ଥିବେ। ଏମିତି ନୁହେଁ ଯେ ଦାମୀ ତକ ପିନ୍ଧିଥିବେ ବୋଲିକି, କିନ୍ତୁ ତାର ସବୁ ଚଳୁଥିବ। ଆଉ ଯିଏ 35,000 ବି ପାଉଛି, ତାର ମଧ୍ୟ ମାସ ଶେଷରେ ପହଞ୍ଚୁନଥିବ, ଆଉ ତାକୁ ଦେଖିଲା ବେଳେ ଏ ମାନେ ଆଗ ଯେଉଁଟାକି 35,000 ଦରମା ପାଇଲା ଲାଇକ୍ର ସେ ଦିଶୁନଥିବ, ସେମିତି ବି ହୁଏ। ତେଣୁକରି ଗୋଟେ ଗରିବ ମାନେ 200 ଟଙ୍କାରେ ସବୁଦିନ ଯେହେତୁ ଚଳିପାରୁଛି, ସେଟା ଆଡ଼ଜଷ୍ଟ ହେବ ଆଜ୍ଞା, କମ୍ ପଇସାରେ ବି ଚଳିପାରିବେ କିଛି ଦିନ। ଆଉ ଯେହେତୁ ନିଜର ଲଢ଼େଇ, ଏଇଟା ନିଜ ପାଇଁ ଲଢ଼ୁଛନ୍ତି ସେମାନେ, ତ ଯଦି ତାକୁ ଖାତିରି କରିବେ ଯେ ମୋର ମାନେ ପଇସା ସରିଯିବ ଘରୁ ବୋଲିକି, ତାହେଲେ ଆଉ କେଉଁଠି ଲଢ଼ି ପାରିବେ। ତେଣୁକରି ଡ୍ରାଇଭର ଭାଇମାନେ ନିହାତି ଭାବରେ ଯେତେ କଷ୍ଟ ହୋଇ ପଡ଼ୁ, ମାନେ ଏଇ ଯେଉଁ ଆନ୍ଦୋଳନ କରିଥିଲୁ, କିଛି ପିଲା ଆମର ବାସି ପଖାଳ ନେଇକି ଆସନ୍ତି। ଆଜିର ସମୟରେ ଆନ୍ଦୋଳନ ମାନେ ଯେଉଁଠି 1500-2000 ପିଲା ବସିଥିବେ ଆନ୍ଦୋଳନରତ, ସେଠିକି ବାସି ପଖାଳ ଘରୁ ନେଇକି ବି ଆସିକି ଖାଇଛନ୍ତି ପିଲା। ନିହାତି ତାକୁ ଭାବିପାରିବା ଯେ ଏଇ ହେଉଛନ୍ତି ସେ 200 ଟଙ୍କା ଡ୍ରାଇଭର, ଯିଏକି ମାନେ ଘରର ଅସୁବିଧା ପାଇଁ ଏଠି କିଣିକି ଖାଇବା ବଦଳରେ ଘରୁ ବାସି ଟିଫିନରେ ନେଇକି ଆସିଲା। ଯେତେବେଳେ ଆପଣ ଷ୍ଟ୍ରାଇକ୍ କରନ୍ତି, ସେତେବେଳେ କେବଳ ଡ୍ରାଇଭରଙ୍କ ସ୍ୱାର୍ଥ ଆପଣ ଦେଖନ୍ତି, କିନ୍ତୁ ଡ୍ରାଇଭରକୁ ଯିଏ ଚାକିରି ଦେଇଛି, ଗାଡ଼ି ମାଲିକ, କେବେ ଗାଡ଼ି ମାଲିକଙ୍କ କଥା ଚିନ୍ତା କରିଛନ୍ତି? ଯେତିକି ଦିନ ଗାଡ଼ି ରହିଯାଉଛି ତାର ଭରପାଇ କେମିତି କରିବେ? ନିହାତି ଭାବରେ ଗାଡ଼ି ଦେଖନ୍ତୁ, ମାଲିକ ଭରପାଇ କରିବା ଲୋକ ଆମେ ନୁହଁ, ଆମେ ଭରପାଇ କେବେ କରିପାରିବା। ଭାବିଛନ୍ତି ମାଲିକ? ନିହାତି ଆମେ ଏଇ ଯେଉଁ ଆନ୍ଦୋଳନ କରିଥିଲୁ, ଆମକୁ ସମର୍ଥନ ଥିଲା ମାଲିକମାନଙ୍କର। ଟ୍ରକ୍ ମାଲିକ, ଓଡ଼ିଶାର ଟ୍ରକ୍ ମାଲିକ କୁହନ୍ତୁ, ବସ୍ ମାଲିକ କୁହନ୍ତୁ, ତାଙ୍କ ସମର୍ଥନରେ କାର୍ଯ୍ୟଟି କରିଥିଲୁ ଆମେ। ଆଉ ସେମାନେ ବି ଜାଣୁଛନ୍ତି ଯେ ଏମାନେ କେଉଁ କଷ୍ଟଟା ପାଉଛନ୍ତି ରାସ୍ତାରେ, କାରଣ ଗୋଟେ ଗୋଟେ ମାଲିକ ବେଳେବେଳେ ବୁଲିବା ପାଇଁ ଗାଡ଼ିରେ ଯାଆନ୍ତି। ନିହାତି ମାନେ ଯିଏ ଗାଡ଼ିରେ ଯାଇନି ସିଏ କିଛି ଜାଣିନି ଆଜ୍ଞା, ଖାଲି ଲୋକ ଦେଖୁଛନ୍ତି ଡ୍ରାଇଭରଟେ ଗଲା ହେଲା ମଦୁଆଟା ଯାଉଛି, କିନ୍ତୁ ସିଏ କେତେ ଟେନସନରେ ଯାଉଛି, କେତେ କଷ୍ଟ ପାଉଛି ରାସ୍ତାରେ, କ'ଣ ଅସୁବିଧା ହେଉଛି, ସେ ଜିନିଷକୁ ଆକ୍ଚୁଆଲି ଆମର ପାଠ ପଢ଼ା ଲୋକମାନେ ଜାଣିପାରନ୍ତିନି। ତେଣୁକରି ମାଲିକମାନେ ଜାଣିଛନ୍ତି, ତେଣୁକରି ମାଲିକମାନେ ଭରପୁର ସହଯୋଗ କଲେ, ମାଲିକମାନେ ପୁରା ସମର୍ଥନ ଦେଲେ ବୋଲି ତ ଆମ ଆନ୍ଦୋଳନଟା ଏତେ ବାଟ ଗଲା। ନିହାତି ତାଙ୍କୁ ଏଇଠୁ ବି ଧନ୍ୟବାଦ ଦେବି। ପୂର୍ବ ସରକାର ସେ ସମୟରେ ମଧ୍ୟ ଆପଣ ଷ୍ଟ୍ରାଇକ୍ କରୁଥିଲେ, ହଜାର ହଜାର ସଂଖ୍ୟାରେ ଆସିଥିଲେ ଭୁବନେଶ୍ୱରକୁ। ଏବେ ମଧ୍ୟ ଆପଣ ଷ୍ଟ୍ରାଇକ୍ କରୁଛନ୍ତି, ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରୁଛନ୍ତି, କିନ୍ତୁ ଆଗ ଅପେକ୍ଷା ପ୍ରଶାନ୍ତ ମେଣ୍ଡୁଲି ଏବେ ଅଧିକା ଭାଇରାଲ, କାରଣ କ'ଣ? ଭାଇରାଲ କାହିଁକି ତାର ଅର୍ଥ ତ ମୁଁ କହିପାରିବିନି। ନିହାତି ଭାବରେ ଏଇ ଯେଉଁ ଆନ୍ଦୋଳନଟା ଲଙ୍ଗ ହେଇଗଲା, କିଏ କରୁଛି, ଗୋଟେ କେଡ଼େ ଖରାପ ଲୋକ ସେ, ଓଡ଼ିଶାକୁ 5 ଦିନ ହେଲାଣି ବନ୍ଦ ରଖିଛି, ହୁଏତ ଏଇ ଟାଇପ୍ର ଭାଇରାଲ ହେଇଥିବି। ବା ଅଧିକ ଚର୍ଚ୍ଚା ଏଥରର ମୋର ଯାହା ଅନୁମାନ ଅଛି, ଯେମିତି କଂଗ୍ରେସର ଗାଡ଼ିଟା ଯେମିତି ଯେଉଁ ଭିଡ଼ିଓଟା ପଳେଇଗଲା, ମୋତେ ଲାଗୁଛି ଏଥରର ପୁରା ନାଟକର ପୁରା ମେନ୍ ଜାଗାଟା ସେଇଟା। ଗୋଟେ ରାଜନୈତିକ କନ୍ଦଳ ଭିତରେ ଆପଣ ପଶିଛନ୍ତି ବୋଲି ନା, ଭାବୁଛନ୍ତି? ଆମେ ଆକ୍ଚୁଆଲି ସେ ଭିତରେ ପଶିନୁ, ଆମକୁ ଜବରଦସ୍ତି ପଶେଇବା ପାଇଁ ସେଠି ଏମିତି ଷଡ଼ଯନ୍ତ୍ର ହେଇଥିଲା, ତାହା ମୁଁ ସ୍ପଷ୍ଟ ମଧ୍ୟ କରିପାରିବିନି ଟିକେ। ମାନେ ଆମକୁ ଆର ଦିନ କିଏ କରିଥିଲା এই ଷଡ଼ଯନ୍ତ୍ର ପଛରେ, କି ରହିଥାଇପାରେ? ଯଦି ଷଡ଼ଯନ୍ତ୍ର କହିପାରିବିନି, ତାହେଲେ ଷଡ଼ଯନ୍ତ୍ର କରିଥିବା ଲୋକ ନାଁଟା ବି ପ୍ରକାଶ କରିବା ସମ୍ଭବ ନୁହଁ। ଆପଣଙ୍କ ବିରୋଧରେ କ'ଣ ବାସ୍ତବିକ ଭାବରେ ଏବେ ଷଡ଼ଯନ୍ତ୍ର କରାଯାଉଛି? ଡ୍ରାଇଭରଙ୍କ ପ୍ରତି କାହାର ଆକ୍ରୋଶ ରହୁଛି, ଦେଖନ୍ତୁ ଯାହା ଆଜ୍ଞା, ଫଳରେ କି ଆପଣଙ୍କୁ ଷଡ଼ଯନ୍ତ୍ରର ଶିକାର କରିବାକୁ? ଡ୍ରାଇଭର ତ ସାଧାରଣ ଲୋକ, କିନ୍ତୁ ଗୋଟେ ଡ୍ରାଇଭର ଯଦି 5 ଦିନ ବନ୍ଦ କରିଦେଉଛି, 5 ଦିନ ଯଦି ବନ୍ଦ କରିଦେଉଛନ୍ତି, ତାହେଲେ ସାଧାରଣ ଡ୍ରାଇଭର ବି ନୁହଁ, ଷଡ଼ଯନ୍ତ୍ର ନିହାତି ହେବ। ତ ଆମ ଆନ୍ଦୋଳନକୁ ଭାଙ୍ଗିବା ପାଇଁ ବା ଆମକୁ ବଦନାମ କରିବା ପାଇଁ ହେଇଥିଲା ଷଡ଼ଯନ୍ତ୍ର ଆଜ୍ଞା। ଯେଉଁ ନିଷ୍ପତ୍ତି ଆମେ ନେଇଥିଲୁ କଂଗ୍ରେସର ଗାଡ଼ି ଛାଡ଼ିବା ପାଇଁ, ତାହା ମାନେ ଏମିତି ନିଷ୍ପତ୍ତି ନିଆଯାଇନଥିଲା। ବହୁତ ଚିନ୍ତା କଲା ପରେ, ବହୁତ ମାନେ ବିଚାର କରିକି ନେଇଛୁ ଏବଂ ଆମର ସଂଘକୁ ଆଖି ଆଗରେ ରଖିକି ମାନେ ନେଇଛୁ।
ଆମର ନିହାତି ଭାବରେ ସେଦିନ ସମସ୍ୟା ଥିଲା ଏବଂ ଆମେ ସେଠୁ ବଞ୍ଚିଛୁ ବା ଭଲ ହିସାବରେ ସମାଧାନ କରିପାରିଛୁ ତାର। ଗୋଟିଏ ଆପଣଙ୍କର ଯେତେବେଳେ 2022 ମସିହାରେ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ଆସିଥିଲେ ସେତେବେଳେ ରାସ୍ତା ଜାମ୍ ହେଇଥିଲା। ଆଉ ଗୋଟିଏ ଜିନିଷ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଇଥିଲା କି ସ୍ମାରକୀ ଘୋଡ଼ା ଯାହା ମାଷ୍ଟର କ୍ୟାଣ୍ଟିନ୍ ଆଜ୍ଞା ଆଜ୍ଞା ଛକରେ ରହିଛି ତା ଉପରେ ମଧ୍ୟ କିଛି ଡ୍ରାଇଭର ଚଢିଥିଲେ ହଁ ଫଟୋ ଭାଇରାଲ ହେଇଥିଲା, ଚଢିଥିଲେ, ଭିଡିଓ ଭାଇରାଲ ହେଇଥିଲା। ୟାକୁ ନେଇକି ଆପଣଙ୍କର ମତ କଣ ଏବଂ ଆପଣ ସେତେବେଳେ କଣ ଆକ୍ସନ ନେଇଥିଲେ ସେମାନଙ୍କ ଆଜ୍ଞା। ଉପରେ? ମୁଁ ନିହାତି ଭାବରେ ସେତେବେଳେ ଆମେ ଭୁବନେଶ୍ୱର ଆସିବାରେ ପ୍ରଥମ ମୁଁ ନିଜେ ବି ଭୁବନେଶ୍ୱର ଆଗରୁ ଆସିନଥିଲି। ଭୁବନେଶ୍ୱର ମୋର ଆସିବାର ବି ନଥିଲା। ଏ ଡ୍ରାଇଭରଙ୍କ ସମସ୍ୟା ସମାଧାନ ନ ହେବାରୁ ଆମେ ବାଧ୍ୟ ହୋଇକି ଭୁବନେଶ୍ୱର ଆସିଛୁ। ଆଉ ଆମେ ଯେଉଁ ଡ୍ରାଇଭର ଗୁଡ଼ାକ ଆମର ବହୁତ ଡ୍ରାଇଭର ଭୁବନେଶ୍ୱର ଆସିନଥିଲେ। ଡ୍ରାଇଭର ଯିଏ ଛୋଟ ଗାଡ଼ି ଚଲାଇଲା ସେ ଭୁବନେଶ୍ୱର ଯା ଆସ କଲା, ଯିଏ ଟ୍ରକ୍ ଚଲାଉଛି ସେ ଭୁବନେଶ୍ୱରକୁ ମାନେ ଢୋକିବା ସମ୍ଭବ ନୁହଁ। ତେଣୁକରି ବହୁତ ଡ୍ରାଇଭର ଆସିନଥିଲେ। ଆମକୁ ବି ଜଣା ନାହିଁ ଘୋଡ଼ା ବିଷୟରେ ସେତେବେଳେ। ଏଇଟା ଆମର ଐତିହ୍ୟ ଘୋଡ଼ା, ମାନେ ଆର ଇତିହାସ ଅଛି, ଏସବୁ ଜିନିଷ ଆମକୁ ଜଣା ନାହିଁ ଆକ୍ଚୁଆଲି। ଆଉ ଗୋଟେ ଜିନିଷ କ'ଣ ହୁଏ, ଆମେ ଡ୍ରାଇଭର ମାନେ କିଛି ନହେଲେ ବି ମାନେ କମ୍ ପଢ଼ା ଲେଖା ଅଛନ୍ତି କିଛି ଭାଇ ମାନେ ବିଏ କରିକି ବି ଗାଡ଼ି ଚଲାଉଛନ୍ତି, କିନ୍ତୁ ଅଧିକାଂଶ ଡ୍ରାଇଭର ଆମର 80% ଡ୍ରାଇଭର ମାନେ କହିବ ବୋଲେ ଅଣ୍ଡର ମେଟ୍ରିକ୍ ସବୁ ଥିବେ ବଡ଼ ଭାଗି। ତ ଆମକୁ ସେ ବିଷୟରେ କିଛି ଜଣା ନାହିଁ, କିନ୍ତୁ ଦୁଃଖ ଲାଗେ ଆମେ ତ ମୂର୍ଖ ଜାତିରେ ଆମେ ସେତେବେଳେ ଚଢ଼ିଗଲୁ। ଏବେ ମୁଁ ପରେ ପରେ ଦେଖିଲିଣି ମାନେ ପାର୍ଟିମାନଙ୍କର ଯେତେବେଳେ ହେଉଛି କାର୍ଯ୍ୟ ମାନେ ଘୋଡ଼ା ଉପରେ ଏବେ ଚଢ଼ିକି ପୁରା ନ୍ୟୁଜ୍ରେ ବି ବାଜୁଛି, କିନ୍ତୁ ସେମାନେ କେବେ କ୍ଷମା ମାଗିବାର ମୁଁ ଦେଖିନି କି ତାଙ୍କ ଉପରେ ଆକ୍ସନ୍ ମୁଁ ଦେଖିନି। ନିହାତି ହିସାବରେ ଏହା ମୁଁ କହିବି ସେତେବେଳେ ଡ୍ରାଇଭର ମାନେ ବୋଲି ଆମ ଉପରେ ଆକ୍ସନ୍ ନିଆଯାଇଥିଲା, ଆମକୁ ଆରେଷ୍ଟ କରାଯାଇଥିଲା। ଅନ୍ୟ ଲୋକମାନେ ଚଳିଲେ ତାଙ୍କ ଉପରେ ଆକ୍ସନ୍ ନାହିଁ କିଛି। କିନ୍ତୁ ଆମର ଐତିହ୍ୟ ସେ ସୁରକ୍ଷିତ ରହିବାର ଅଛି, ତାକୁ ଅସମ୍ମାନ କରିବାର ଆମର ଅଧିକାର ନୁହଁ। ଆମେ ତାକୁ ମାନେ ଭଲ ମାନେ ତା ଉପରେ ଚଢ଼ିବାଟା ସମ୍ପୂର୍ଣ୍ଣ ଭୁଲ। ଯଦି ଆପଣ ମହାସଂଘ କରିଛନ୍ତି, ଲକ୍ଷ ଲକ୍ଷ ଡ୍ରାଇଭରଙ୍କୁ ଆପଣ ଆପଣଙ୍କ ସହିତ ଯୋଡ଼ିଛନ୍ତି, ତାଙ୍କ ପରିବାରକୁ ବି ଯୋଡ଼ିଛନ୍ତି, ଆପଣ ରାଜନୀତିକୁ ନେଇକି କେମିତି ଦେଖନ୍ତି? ଏବଂ ଯଦି ରାଜନୀତି କରିବାକୁ ହେବ ଆପଣଙ୍କ ପାଖରେ ତ ଗୋଟେ ବଡ଼ ସମର୍ଥନ ରହିଛି, 3.5 ଲକ୍ଷ ପରିବାର, ୟାକୁ ନେଇକି କ'ଣ ଆପଣଙ୍କର ଭବିଷ୍ୟତର ଯୋଜନା କ'ଣ? ନା, ମୋର ଆକ୍ଚୁଆଲି ଅଛି ଯେ ମୁଁ ଯେଉଁ ଲକ୍ଷ୍ୟ ନେଇକି ଆସିଛି, ମୁଁ ଆକ୍ଚୁଆଲି ନିଜେ ଡ୍ରାଇଭର, କଷ୍ଟ ହେଲା ଡ୍ରାଇଭର ସଂଘ ତିଆରି କଲୁ। ମୋତେ ପ୍ରଥମେ ଡ୍ରାଇଭରଙ୍କ ସମସ୍ୟା ପୂରଣ କରିବାର ଅଛି। ଡ୍ରାଇଭରଙ୍କ ସମସ୍ୟା ଯେପର୍ଯ୍ୟନ୍ତ ସମାଧାନ ହେଇନି ମାନେ ମୁଁ କୁଆଡ଼େ ହଲିବାର ଚାନ୍ସ ନାହିଁ। ତେଣୁକରି ମୁଁ ରାଜନୀତିକୁ ଯିବି ବୋଲି ବି କେବେ ଚିନ୍ତା କରିନାହିଁ। ଲୋକ ମୋତେ କହୁଛନ୍ତି ଏବେ ପୁରା ନେତା ହେଇଗଲୁ, ଏଥର ଠିଆ ହେଇଗଲେ ତୁ ଜିତିଯିବୁ, ବହୁତ ଲୋକ କହୁଛନ୍ତି ଏଥର MLA ଟିକେଟଟା ପକା, ଏମିତି ବହୁତ ଲୋକ କହୁଛନ୍ତି। କିନ୍ତୁ ଆମର ସେ ଉଦ୍ଦେଶ୍ୟ ନାହିଁ କି ଆମେ ସେ ଚିନ୍ତାଧାରାରେ ନାହିଁ। ଭାଇ ଆମ ପାଖରେ ଆମେ ଖାଇବା ପାଇଁ ସଂଘର୍ଷ କରୁଛୁ। ହଁ, ମୁଁ କେଉଁଠି ଯାଇକି ପଇସା ଦେବି? ପୋଷ୍ଟର ଛପାଇବା ପାଇଁ ମାନେ ପଇସା ନାହିଁ ଆମ ପାଖରେ। ଲୋକ କହିବେ, କହିଲା ଲୋକ କହିବେ ଯେ ତାଙ୍କ ପାଖରେ କୋଟି ଟଙ୍କା ଅଛି ବୋଲିକି। ସେଥିପାଇଁ ତ ଆମ ଯେଉଁ ମିସେସ୍ କହିଥିଲେ ED CBI କ'ଣ ଧରିକି ଆସ। ଆଉ ସେ ତ କହିଥିଲା ମୋ 7 ପୁରୁଷ ପର୍ଯ୍ୟନ୍ତ ଖୋଜ, ମୋର ମାନେ ଯେତିକି ଆମର ସମ୍ପର୍କୀୟ ଅଛନ୍ତି, ସାଙ୍ଗସାଥି ଇତ୍ୟାଦି ଇତ୍ୟାଦି, ଆମର କେହି ଆଜ୍ଞା ମାନେ ଯେମିତି ଧନୀ ନାହାନ୍ତି, ରିଲେସନ୍ ଭିତରେ ବି ଧନୀ ନାହାନ୍ତି। ତେଣୁକରି ଆମେ ଭୟ କରୁନୁ ସେ ଜିନିଷକୁ। ମୋତେ ଲାଗୁନି ଯେ ମୁଁ ଯାଇକି ରାଜନୀତିକୁ ଢୁକିବି ଆଉ ରାଜନୀତିରୁ କିଛି କରିପାରିବି। ଆଗକୁ କେବେ ସୁଯୋଗ ମିଳେ ଆପଣଙ୍କୁ ରାଜନୀତି କରିବେ? ନାଇଁ, ଯଦି ମୁଁ ଡ୍ରାଇଭର ଭାଇମାନଙ୍କର ସମସ୍ୟାକୁ ସମାଧାନ କରିଦେଇ ସାରିଥିବି, ହୁଏତ ଯଦି ଡ୍ରାଇଭର ଭାଇମାନଙ୍କର କିଛି ଇଏ ରୁହେ ବା ସେମିତି କିଛି ପରିସ୍ଥିତି ଆସେ ତାହେଲେ କହିପାରିବିନି। କିନ୍ତୁ ବର୍ତ୍ତମାନ ସମୟରେ ନା ଚିନ୍ତା ଅଛି ନା ସେ ସବୁ ସ୍ୱପ୍ନରେ ବି ଆମେ ଭାବିପାରୁଛୁ। ଏବେ ଆଗାମୀ ଯେତିକି ବି ମୁଁ ଆପଣଙ୍କୁ ପ୍ରଶ୍ନ କରିବି, ଆପଣଙ୍କୁ ଗୋଟିଏ ଶବ୍ଦ କିମ୍ବା ଗୋଟିଏ ବାକ୍ୟରେ ତାର ଉତ୍ତର ଦେବାକୁ ପଡ଼ିବ ରାପିଡ୍ ରାଉଣ୍ଡରେ। ବିଜେଡି, ବିଜେପି, କଂଗ୍ରେସ, ଡ୍ରାଇଭର ସଂଘ କାହା ପାଇଁ ଭଲ? ଲଙ୍କାକୁ ଯିଏ ଗଲା ସବୁ ରାକ୍ଷସ ଆଜ୍ଞା। ମୋଦି ନା ରାହୁଲ, ଆପଣଙ୍କୁ କିଏ ପସନ୍ଦ? ମୋଦି। ଇଲେକ୍ସନ ଲଢ଼ିବାକୁ କେବେ ଅଫର ଆସିଛି ଆପଣଙ୍କୁ? ଗତ ଥର ଆସିଥିଲା କିଛି ନୂଆ ପାର୍ଟିରୁ, ମୁଁ ମନା କରିଦେଇଥିଲି। ଆମେ ରାଜନୀତି, ସିଏ ଅଲଗା ଆମେ ଅଲଗା। ଯଦି ଆପଣଙ୍କୁ ଗୋଟିଏ ଦିନ ପାଇଁ ପରିବହନ ମନ୍ତ୍ରୀ କରିଦିଆଯାଏ, ପ୍ରଥମ ନିଷ୍ପତ୍ତି, ପ୍ରଥମ ପଦକ୍ଷେପ କ'ଣ ରହିବ? ଡ୍ରାଇଭରମାନଙ୍କର ଆମେ ଯେଉଁ ଶୌଚାଳୟ ଏବଂ ପାର୍କିଂ ମାଗିଛୁ, ପ୍ରଥମେ ତା ପାଇଁ ମୁଁ ପରମିସନ୍ ଦେଇଦିଅନ୍ତି। ସବୁ 100 କିଲୋମିଟର ଅନ୍ତରରେ ପାର୍କିଂ ଏବଂ ଶୌଚାଳୟର ବ୍ୟବସ୍ଥା କରାଯାଉ। ସଂଘର ଉନ୍ନତି ପାଇଁ ସ୍ୱାର୍ଥ ଆଉ ସର୍ତ୍ତ, ମେଣ୍ଡୁଲି ବାବୁ କାହାକୁ ବାଛିବେ? ସର୍ତ୍ତ ଆଜ୍ଞା, ସଂଘ ପାଇଁ। ବହୁତ ବହୁତ ଧନ୍ୟବାଦ ମେଣ୍ଡୁଲି ବାବୁ, ନିଜର ବହୁମୂଲ୍ୟ ସମୟ ବାହାର କରି ଆମ ପାଖକୁ ଆସିଲେ। ଅଶେଷ ଅଶେଷ ଧନ୍ୟବାଦ। ଧନ୍ୟବାଦ।